ଆସନ୍ତୁ ଏତେବେଳେ ଆମେ ବାକ୍ୟ ମଧ୍ୟକୁ ଯିବା ଆଉ ଏଇ ଅନ୍ତିମ କାଳର ଅଧ୍ୟୟନକୁ ମୁଁ ଆପଣ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ହୃଦୟ ସହିତ ସ୍ୱାଗତ ଜଣାଉଛି ଏବଂ ନମସ୍କାର ଜ୍ଞାପନ କରେ। ଆପଣ ମାନେ ସମସ୍ତ ଯୋଗ ଦେଇଥିବା ପାଇଁ ପ୍ରଭୁ ଆପଣଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ ଏବଂ ଆଗାମୀ ସମୟର ବାକ୍ୟ ଜରିଆରେ ପ୍ରଭୁ ଯେ ପ୍ରକାର ଆମ ସହିତ କଥାବାର୍ତ୍ତା ହେବେ ତାଙ୍କ ବାକ୍ୟ ଦ୍ୱାରା ଯେପରି ଆମମାନଙ୍କୁ ପ୍ରଭୁ ଚେତନା ପରାମର୍ଶ ଦେବେ ତାଙ୍କ ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କୁ ବିଲ୍ଡଅପ୍ କରିବେ ଆମମାନଙ୍କୁ ଏମ୍ପାୱାର କରିବେ ଆମମାନଙ୍କୁ ଏନକରେଜ କରିବେ ତାଙ୍କ ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କୁ ଚେତନା ପରାମର୍ଶ ଦେବେ ତାଙ୍କ ବାକ୍ୟ ଦ୍ୱାରା ତାଙ୍କର ଗୁପ୍ତ ରହସ୍ୟ ବିଷୟ ଗୁଡାକ ଜାଣିବା ନିମନ୍ତେ ପ୍ରଭୁ ଯେ ପ୍ରକାର ପବିତ୍ର ଆତ୍ମା ଆମମାନଙ୍କୁ ରେଭେଲେସନ ଦେବେ ଆଉ ସେଥିପାଇଁ ଆମେ ସମସ୍ତେ ଆସନ୍ତୁ ଛୋଟ ପ୍ରାର୍ଥନା କରି ଯିବା ଆଉ ଆଜିର ଟପିକ ମଧ୍ୟକୁ ଆମେ ଯିବା। ଆୟ ସର୍ବଶକ୍ତିମାନ ସେନାଧିପତି ସଦା ପ୍ରଭୁ ଏତେବେଳେ ଆମେ ତୁମକୁ ଧନ୍ୟବାଦ କରୁଛୁ ରାଜା ଏଇ ସୁନ୍ଦର ସମୟ ସୁଯୋଗ ନିମନ୍ତେ ପ୍ରଭୁ এই ଅନ୍ତିମ କାଳର ଅଧ୍ୟୟନ ଏଣ୍ଡ ଟାଇମ ଷ୍ଟଡିକୁ ଆମେ ତୁମ ହସ୍ତରେ ସମର୍ପଣ କରୁଛୁ ରାଜା। ଏଣ୍ଡ ଟାଇମ ଷ୍ଟଡିରେ ଯେତେ ଜଣ ଯୋଗ ଦେଇଛନ୍ତି ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ପବିତ୍ର ଆତ୍ମା ତୁମେ ବକ୍ତା। You speak to us, dear Holy Spirit, by your word. ଆପଣଙ୍କ ବହୁମୂଲ୍ୟ ଜୀବନ୍ତ କାର୍ଯ୍ୟ ସାଧକ ବାକ୍ୟ ଦ୍ୱାରା ପବିତ୍ର ଆତ୍ମା ତୁମେ ଆମ ସହିତ କଥାବାର୍ତ୍ତା ହୁଅ। এই ଏଣ୍ଡ ଟାଇମ ଷ୍ଟଡିରେ ପ୍ରଭୁ ଅଦୃଶ୍ୟ ମହତ ଦୁସ୍ତର ବିଷୟ ମାନ ପବିତ୍ର ଆତ୍ମା ତୁମେ ଆମମାନଙ୍କୁ ଦେଖାଅ ଆମମାନଙ୍କର ରଖିବା ହୃଦୟକୁ ଏବଂ ଶୁଣିବା କର୍ଣ୍ଣକୁ ତୁମେ ଯୀଶୁଙ୍କ ନାମରେ ଉନ୍ମୁକ୍ତ କର। ତୁମ ବାକ୍ୟ ଶୁଣି ତା ହୃଦୟରେ ସଞ୍ଚୟ କରି ରଖି ସେ ବାକ୍ୟକୁ ବିଶ୍ୱାସ କରି ପାଳନ କରି ଆଶୀର୍ବାଦ ପାଇବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର। ଯୋଉମାନେ ଫେସବୁକ୍ ମାଧ୍ୟମରେ ଜଡିତ ହୋଇଛନ୍ତି ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ଜୁମ୍ ମିଟିଂ ମାଧ୍ୟମରେ ଜୁମ୍ ଆପରେ ଯୋଉମାନେ ଜଏନ କରିଛନ୍ତି ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ଆଗାମୀ ସମୟର ବାକ୍ୟ ଜରିଆରେ ତୁମେ ଆମମାନଙ୍କୁ ବ୍ୟକ୍ତିଗତ ଭାବରେ କଥା ହୁଅ। ପ୍ରାର୍ଥନା କରୁଛୁ ରାଜା ସମସ୍ତ ଇଣ୍ଟରନେଟ କନେକ୍ସନ ପ୍ରୋବ୍ଲେମକୁ ଆମେ ଯୀଶୁଙ୍କ ନାମରେ ଆମେ ରେବ୍ୟୁକ୍ କରୁଛୁ ଆମେ ଅଗ୍ରାହ୍ୟ କରୁଛୁ ଆଉ ପ୍ରତ୍ୟେକ ଡିଷ୍ଟର୍ବାନ୍ସକୁ ଆମେ ଯୀଶୁଙ୍କ ନାମରେ ପ୍ରତିବାଧା କରୁଛୁ। ପ୍ରଭୁ ଜୁମ୍ ମିଟିଂ ପ୍ରଭୁ ସ୍ମୁଥଲି ଚାଲିବା ପାଇଁ ତୁମେ ସାହାଯ୍ୟ କର। ସାରା ଆଦର ଗୌରବ ମହିମା ସବୁ ତୁମକୁ ଦେଇ ଛୋଟ ପ୍ରାର୍ଥନା ତ୍ରାଣକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲି ପିତା ଆମେନ୍। Once again I welcome you all in the precious name of our Lord and Savior Jesus Christ. ଏହି ଅନ୍ତିମ ସମୟରେ ମୋ ପ୍ରିୟ ମାନେ ଆମମାନେ ପ୍ରାର୍ଥନାରେ ଉପାସନା ଆରାଧନାରେ ବାକ୍ୟ ଅଧ୍ୟୟନ କରିବାରେ study and meditating the word of God ଆତ୍ମିକ ବିଷୟରେ ଆମେ ଏକ୍ସରସାଇଜ କରିବାରେ ସ୍ପିରିଚୁଆଲ ଏକ୍ସରସାଇଜ କରିବାରେ ଆମମାନେ ନିଜକୁ ଇନଭେଷ୍ଟ କରିବାର ଅଛି। Hallelujah. We need to spend time with God, worshiping God, meditating the word of God, praying to God, encouraging others, preaching the word of God. We need to encourage each other. Every ପୁସ୍ତକ ତାର 10 ପର୍ବ 25 ପଦରେ ଲେଖାଯାଏ ତାହାଙ୍କର ଆଗମନ ଯେ ସନ୍ନିକଟ ହୋଇ ଆସୁଅଛି ଏଣେ ତୁମେ ପରସ୍ପରକୁ ଉତ୍ସାହ ଦିଅ। Hallelujah. We need to encourage each other because the day of his coming is approaching. The day of his coming is approaching. Therefore, encourage each other, comfort each other. The Bible says we need to encourage each other, my dear friend. ପ୍ରଭୁଙ୍କର ଧନ୍ୟବାଦ। ତେବେ ଏହି ଦିନ ମାନଙ୍କରେ ଏ ଅନ୍ତିମ କାଳ ସମୟରେ ପ୍ରତ୍ୟେକ ବିଶ୍ୱାସୀ ବିଶ୍ୱାସିନୀ ମାନେ ପ୍ରତ୍ୟେକ ପାଳକ ପ୍ରଚାରକ ମାନେ ପରସ୍ପରକୁ ଉତ୍ସାହ ଦେବା ଆବଶ୍ୟକ ରହିଛି ମୋ ପ୍ରିୟ ମାନେ। Hallelujah. Because in this pandemic time এই ପ୍ରକାର ମହାମାରୀ ଭୟଙ୍କର ପରିସ୍ଥିତି ସମୟରେ ଆମେ ଯଦି ପରସ୍ପରକୁ ଉତ୍ସାହ ନ ଦେବା ତେବେ Bible says in the last days there will be the falling away. ବିଶ୍ୱାସରେ ଶିଥିଳ ହେବା ବିଷୟ ଆମେ ବାଇବେଲରେ ଦେଖିପାରିବା। ତେବେ ଆମେ ଯେତେବେଳେ ପରସ୍ପରକୁ ଉତ୍ସାହ ଦେଉଥିବା ତେବେ ଆମମାନେ ପ୍ରଭୁଙ୍କ ଠାରେ ଆମମାନେ ବଳବାନ ହେବା ଆତ୍ମିକ ଜୀବନରେ ଦୃଢ ହେବା। We will be spiritually strong and we can face every problems and every trials. Hallelujah. ପ୍ରଭୁଙ୍କର ଧନ୍ୟବାଦ। ଆସନ୍ତୁ ମୋ ପ୍ରିୟ ମାନେ ଆମମାନେ ଯାହା ଅଧ୍ୟୟନ କରି ଯାଇଥିଲୁ ଆଉ ସେ ବିଷୟକୁ ଟିକେ ରିଭାଇଜ କରିବା। ପ୍ରଭୁ ଆମମାନଙ୍କୁ ଏ ଦିନ ମାନଙ୍କରେ ତାଙ୍କ ପ୍ରକାଶିତ ବାକ୍ୟ ଦ୍ୱାରା ବା ଏଣ୍ଡ ଟାଇମ ଷ୍ଟଡି ଦ୍ୱାରା ଆମମାନଙ୍କୁ ଡିପଲି ଜାଣିବା ପାଇଁ ଆଉ ତାଙ୍କ ବାକ୍ୟରେ ପରିପକ୍ୱ ହେବା ପାଇଁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରୁଛନ୍ତି କାରଣ ପବିତ୍ର ଆତ୍ମା ହଉଛନ୍ତି ବକ୍ତା। Holy Spirit is the revelator. John chapter 16 verse 13 says, the Holy Spirit will lead you into all the truth and the Holy Spirit will make you known the future. Hallelujah. ପବିତ୍ର ଆତ୍ମା ହିଁ ସେ ବ୍ୟକ୍ତି ଯେ କି ଆମମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ ଆଉ ପବିତ୍ର ଆତ୍ମା ହିଁ ସେ ବ୍ୟକ୍ତି ଯେ କି ଆମମାନଙ୍କୁ ଆଗାମୀ ବିଷୟ ସବୁ ଜଣାଇବେ ବୋଲି ଜହନ
तार 14 तार 16 पर्व 13 पदर लिखा जाए मो प्रिय माने एबे मो प्रिय माने सेही पवित्र आत्मा आपन को अंतर रे वास करंती हालेलुया द होली स्पिरिट इज ड्वेलिंग इनसाइड ऑफ यू एंड ही इज लीडिंग यू इनटू ऑल द ट्रुथ प्रभु का धन्यवाद आसंतु आजिरा वाक्य मध्य को जीवा आ हम वाक्य मध्य को जीवा पूर्वरु आ माने आजिरो टॉपिक होची 7 bowls the wrath of God सप्तम पात्र ईश्वरଙ୍କ क्रोधर सप्तम पात्र विषय आज आम ध्यान करबा आ ताहा ध्यान करबा पूर्व आम माने टिके रिवाइज करबा काली आम जहा स्टडी करिथिलु आ आज आम स्टडी करबा रेवलेशन चैप्टर नंबर 16 एंड वर्स 17 to 21 प्रकाशित वाक्य तार 16 पर्व 17 पदरु 21 पद पर्यंत आम आज ध्यान करबा आ आपण बहुत ध्यान रे सुनंतु आ आपण माने प्रभु को ठार किछि गोटे पाइबा आस्था रे आपण बसंतु to get more knowledge, to get the wisdom from God, to get the secret wisdom from God. परमेश्वर ठारो से गुप्त धन पाइबा निमंते जिसुଙ୍କ ठारो से गुप्त धन बा स्वर्गीय धन बा आत्मिक धन प्रकाशन पाइबा निमंते हम जिसुଙ୍କ निकटरे गोटे आशार सहित बसिबा with the thirsty heart हम माने बसिबा तृषित भाबे क्षुधित भाबे हम जदि प्रभुଙ୍କ निकटक आसीबा ते प्रभु हमनको तृषा क्षुधा तृषा को से परितृप्त करिवे he will satisfy us with the deep things of God hallelujah प्रभुଙ୍କର गौरव है आसंतु हम माने टिके रिवाइज करबा आ मु आपनकर फोन रे मु स्क्रीन शेयर करबी आपण देखंतु थैंक यू लॉर्ड जीसस हालेलुया आपनको फोन रे देखि परिबे बा लैपटॉप रे आपण देखि परिबे देयर इज ए टाइमलाइन फॉर द बुक ऑफ रिवेलेशन प्रकाशित वाक्यर समय रेखा तो एई समय रेखा जते बेले आपण भलो की बुझी जिबे तबे प्रकाशित वाक्य बुझिबा सहज होबो गत दिन मान करे आमे प्रकाशित वाक्यर फर्स्ट चैप्टर बा एक पर्व माने ध्यान करिथिलो जहा कि गौरवमय यीशुଙ୍କର दर्शन विषय लिखा जाय तापरे 2 आ 3 पर्व बा सेकंड और थर्ड चैप्टर जहा कि चर्च पीरियड विषय लिखा जाय जहा कि प्रभु यीशु ख्रीष्टଙ୍କ ठारो आरंभ करी आज पर्यंत पाखा पाखी 2000 वर्ष गत हेई सारिलाणी 2020 वर्ष 2000 बुद्ध वर्ष हे गलाणी आ मंडली पर्यंत पृथ्वी रे अछि ए पर्यंत रैप्चर हे नै किंतु गोटे समय रे मंडली कोन होबो रैप्चर होबो आ ताहा प्रकाशित वाक्य 4 पर्व एक पद रे लिखा जाय आ ताहा होछि रैप्चर पद अटे तापर रैप्चर हला परे मंडली बा विश्वस्त विश्वासी बा विजय क्रिश्चियन जीवन जो माने काटु छन्ते बा सुबुद्धि कन्या तुल्य जीवन जो माने काटु छन्ते से माने स्वर्ग को उठा जिवे आ से माने आ सेही समय रे स्वर्ग रे मंडली नीत हला परे प्रकाशित वाक्य 4 पर्व आ 5 पर्व होछि द सिनारियो इन हेवन आफ्टर द रैप्चर रैप्चर हे सारला परे स्वर्गर दृश्य की प्रकार थिबो ताहा शिष्य जहन वर्णना करी प्रकाशित वाक्य 4 पर्व 5 पर्व रे से लिखु छन्ते तापरे रैप्चर हला परे पृथ्वीर दृश्य की प्रकार थिबो सिनारियो ऑन अर्थ आफ्टर द रैप्चर रैप्चर हे सारला परे पृथ्वीर सिनारियो की परि थिबो ताहा शिष्य जहन वर्णना करी प्रकाशित वाक्य 6 पर्व आरंभ करी 18 पर्व पर्यंत से उल्लेख करी अछंती हम देखिबा एई जो रैप्चर हला परे पृथ्वी रे 7 वर्ष महाक्लेश काल रहिबो आ से 7 वर्ष 7 इयर्स ट्रिब्युलेशन टाइम रे ताको दुई भाग रे विभक्त करा जायछि प्रथम भाग को 3 वर्ष 6 मास आ द्वितीय भाग 3 वर्ष 6 मास प्रथम भाग होछि क्लेशर समय बा ट्रिब्युलेशन पीरियड आ द्वितीय भाग होछि ग्रेट ट्रिब्युलेशन पीरियड तो ग्रेट ट्रिब्युलेशन बोली कहले महाक्लेशर समय तबे प्रथम भाग रे जेदर प्रभु यीशु स्वर्ग रे प्रथम मुद्रा भांगिबे जा कि प्रकाशित वाक्य 6 पर्व 1 2 पद लिखा जाय प्रथम मुद्रा जेतल भांगिबे सेतले धळा घोड़ा बाहर होबो फर्स्ट सील प्रथम मुद्रा रे धळा घोड़ा बाहर होबो आ से धळा घोड़ार अर्थ कोन मु बुझैछि आपण माने मोर YouTube चैनल रे आपण देखि परिबे मो YouTube चैनल होछि आदर्श खेमुंडू बोली टाइप करिवे YouTube चैनल रे सब्सक्राइब करि परिबे आ प्रथम मुद्रा मो एक्सप्लेन करिछि पुनी द्वितीय मुद्रा जेतल प्रभु यीशु भांगिबे आ ताहा मध्ये एक्सप्लेन करिछि सेतबेले लाल घोड़ा बाहर हेबो तबे प्रथम मुद्रा आ द्वितीय मुद्रा मझिरे 3 वर्ष 6 मास रो गैप रहिछि मो प्रिय माने आ सेटा काहे कि से गैपटा रहिछि मु ताहा वर्णना करिछि आपण मोर YouTube चैनल वीडियो रे जाई आपण शिक्षा लाभ करि परिबे तृतीय मुद्रा वर्णना करिछि चतुर्थ मुद्रा मध्ये वर्णना मु करि साछि पंचम षष्ठ सप्तम मुद्रा मध्ये मु वर्णना करि साछि आपण YouTube चैनल रे देखि परिबे उनी 7 गोटी तुरी 7 ट्रम्पेट जजमेंट बा 7
trumpet punishment of God, 7 trumpet wrath of God ମଧ୍ୟ ସପ୍ତ ତୁରୀର ଈଶ୍ୱରଙ୍କ କ୍ରୋଧ ବିଷୟ ମଧ୍ୟ ମୁଁ ବର୍ଣ୍ଣନା କରିଛି, ଆପଣ ୟୁଟ୍ୟୁବ ଚ୍ୟାନେଲରେ ଦେଖିପାରିବେ। ତାପରେ ଆମେ ସପ୍ତ ପାତ୍ରର ଯୋଉ ଈଶ୍ୱରଙ୍କ କ୍ରୋଧ ଢଳାଯିବ ପୃଥିବୀରେ, ସେଇଟା ମଧ୍ୟ ଆମେ ପ୍ରଥମ ପାତ୍ର, ଦ୍ୱିତୀୟ ପାତ୍ର, ତୃତୀୟ ପାତ୍ର, ଚତୁର୍ଥ ପାତ୍ର, ପଞ୍ଚମ ପାତ୍ର, ଷଷ୍ଠ ପାତ୍ର ପର୍ଯ୍ୟନ୍ତ ଆମେ କଣ ନା ଶିକ୍ଷା ଲାଭ କରି ସାରିଛୁ ଅଲରେଡି। ତେବେ ସପ୍ତମ ପାତ୍ର ଆଜି ଆମେ ଅଧ୍ୟୟନ କରିବୁ। ତେବେ ମୁଁ ଭାବୁଛି ଆପଣ ମାନେ ବୁଝି ସାରିଥିବେ ଆମେ କୋଉ ଜାଗାରେ ଆଜି ଅଛୁ। ସପ୍ତମ ପାତ୍ର ଆମେ ଆଜି ଅଧ୍ୟୟନ କରିବା, ଆଉ ତାହା ଲେଖାଯାଏ ପ୍ରକାଶିତ ବାକ୍ୟ 16 ପର୍ବ 17 ପଦରୁ ଆରମ୍ଭ କରି 21 ପଦ ପର୍ଯ୍ୟନ୍ତ। ତେବେ ଆକୁ ଆମେ ପ୍ରଥମେ ଭିଡିଓରେ ଦେଖିନେବା। ଭିଡିଓରେ ଯେତେବେଳେ ଆମେ ଦେଖିନେବା ସେତେବେଳେ ଆମକୁ ଭଲ ରୂପେ ମନେ ରହିବ ଆଉ ଭଲ ରୂପେ ଆମେ ବୁଝିପାରିବା। ତ ପ୍ରକାଶିତ ବାକ୍ୟ 16 ପର୍ବକୁ ଆମେ ପ୍ରଥମେ ଭିଡିଓରେ ଦେଖିନେବା। ଆପଣଙ୍କ ସ୍କ୍ରିନରେ ଭିଡିଓ ପ୍ଲେ ହେବ, ଆପଣ ଦେଖନ୍ତୁ। Thank you, Lord Jesus. Hallelujah. Hallelujah. Thank you, Lord Jesus. And I heard a great voice out of the temple, saying to the 7 angels, Go your ways, and pour out the violence of the wrath of God upon the earth. ତ এই ଭିଡିଓଟା ଆମେ 16 ପର୍ବଟା ଆମେ ଦେଖୁଛୁ, ଷ୍ଟାର୍ଟିଂ ରୁ ଆମେ ଦେଖି ନେବା। ମାନେ ପ୍ରଥମ ପାତ୍ର ଢଳା ଗଲେ କଣ ହବ, ଦ୍ୱିତୀୟ ପାତ୍ର ଢଳା ଗଲେ କଣ ହବ, ଟିକେ ଷ୍ଟାର୍ଟିଂ ରୁ ଦେଖି ନେବା। And the first went, and poured out his vial upon the earth. And there fell a noisome and grievous sore upon the men which had the mark of the beast, and upon them which worship his image. ତ ପ୍ରଥମ ପାତ୍ର ଢଳା ଗଲା ବେଳକୁ ମାନେ ଯୋଉମାନେ ପଶୁର ଚିହ୍ନ ଗ୍ରହଣ କରିଥିବେ ସେ ମହାକ୍ଲେଶ ସମୟରେ ସେମାନଙ୍କର ଶରୀରରେ କଷ୍ଟଦାୟକ ବିସ୍ଫୋଟକ ହେଲା। And the second angel poured out his vial upon the sea. ଦ୍ୱିତୀୟ ଦୂତ ତାଙ୍କର ପାତ୍ର ସମୁଦ୍ର ଉପରେ ଢାଳିଲେ। ସମୁଦ୍ର ଉପରେ ଢାଳିଲା ପରେ କଣ ହେଲା, ସମୁଦ୍ର ପୁରା ରକ୍ତବର୍ଣ୍ଣ ହେଲା। And it became as the blood of a dead man. And every living soul died in the sea. And the third angel poured out. ତ କାଲି ଆମେ ଏଟା ବିସ୍ତୀର୍ଣ୍ଣ ଭାବେ ବର୍ଣ୍ଣନା କରିସାରିଛୁ, ମୁଁ ସେଥିପାଇଁ ମୁଁ ବିସ୍ତୀର୍ଣ୍ଣ କଥା କହୁନାହିଁ, ଖାଲି ଟିକେ ଟିକେ ଆମେ ଦେଖିନେବା। His vial upon the rivers and fountains of waters, and they became blood. And I heard the angel of the waters say, Thou art righteous, O Lord, which art, and wast, and shalt be, because thou hast judged us. For they have shed the blood of saints and prophets, and thou hast given them blood to drink, for they are worthy. And I heard another out of the altar say, Even so, Lord God Almighty, true and righteous are thy judgments. And the fourth angel poured out his vial upon the sun. ଆଉ ଚତୁର୍ଥ ଦୂତ ତାଙ୍କର ପାତ୍ରକୁ ମାନେ ସୂର୍ଯ୍ୟ ଉପରେ ଢାଳିବାଟା ଆମେ ଦେଖୁଛୁ। And power was given unto him to scorch men with fire. And men were scorched with great heat, and blasphemed the name of God. ଚତୁର୍ଥ ପାତ୍ର ଯେତେବେଳକୁ ସୂର୍ଯ୍ୟ ଉପରେ ଢଳା ଯାଉଛି, ସୂର୍ଯ୍ୟ 10 ରୁ 20 ଗୁଣ ପର୍ଯ୍ୟନ୍ତ ତାହା ପ୍ରଖର ହେଇଯାଉଛି, ତେଜପୂର୍ଣ୍ଣ ହେଇଯାଉଛି, ଆଉ ତ ଦ୍ୱାରା ମନୁଷ୍ୟ ମାନେ ଅଗ୍ନିରେ କଣ ହଉଛନ୍ତି, ଦଗ୍ଧ ହଉଛନ୍ତି। Which hath power over these plagues, and they repented not ଏମାନେ ତଥାପି ଏମାନେ ପରିବର୍ତ୍ତନ ହଉନାହାନ୍ତି, କିନ୍ତୁ ଈଶ୍ୱରଙ୍କୁ ନିନ୍ଦା କରୁଛନ୍ତି। to give him glory. And the fifth angel poured out his vial upon the seat of the beast, and his kingdom was. ଆଉ ପଞ୍ଚମ ଦୂତ ତାଙ୍କର ପାତ୍ରକୁ ସେ ପଶୁର ସିଂହାସନ ଉପରେ ଢାଳିଲେ, ସେତେବେଳେ ତାର ରାଜ୍ୟ ଅନ୍ଧକାରମୟ ହେଲା। Full of darkness, and they gnawed their tongues for pain, and blasphemed the God of heaven because of their pains and their sores, and repented not of their deeds. ଏମାନେ ହଉଛନ୍ତି ଭଣ୍ଡ ଖ୍ରୀଷ୍ଟ ଆଉ ଭଣ୍ଡ ଭାବବାଦୀ। ମହାକ୍ଲେଶ ସମୟରେ ଏମାନେ ଜେରୁସାଲେମର ପବିତ୍ର ସ୍ଥାନର ମନ୍ଦିରରେ, ଜେରୁସାଲେମ ମନ୍ଦିରର ପବିତ୍ର ସ୍ଥାନରେ ସେମାନେ ସିଂହାସନରେ ବସି ସେମାନେ ଶାସନ କରୁଥିବେ। ଆଉ ପଞ୍ଚମ ପାତ୍ର ଢଳା ଗଲା ବେଳକୁ ତାଙ୍କର ସିଟ୍ ରେ ଢଳାଯିବ,
सीटे ढला गले तांको राज्य अंधकारमय हेबो आ तांको शरीर रे बहुत भयानक विषाक्त जला विस्फोटक हेबो And the sixth angel poured out his vial upon the great river, Euphrates. षष्ठ दूत जेतेबेले तांकर पात्र ढाळुचंती से फरात महानदी ऊपर ढाळुचंती सेतेबेले फरात महानदी रो जल कोन ही जाउची ना शुष्क ही जाउची आ जो सुखी जाउची जेपर कि पूर्व दिगरो आगमन कर राजा माने आसी परिबे And the water thereof was dried up, that the way of the kings of the east might be prepared. And I saw 3 unclean spirits, like frogs, come out of the mouth of the तो एठी हम देखि पारछु शैतान भंड ख्रीष्ट आ भंड भाववादी एमानको मुखरु 3टी अपवित्र आत्मा बाहर हेउछंती आ एमाने पृथ्वी रे परिव्याप्त सबु राजा माननको बा सेतेबेले जो शासनकर्ता अधिकारी मान थिबे प्रधानमंत्री मुख्यमंत्री प्रेसिडेंट समग्र पृथ्वी समस्त को भ्रांत करिबा पई ए 3टी आत्मा बाहरी जाउछंती कोन पे भ्रांत करिवे एठी हमें सैतानिक ट्रिनिटी को हमें देखि पाछु सैतानिक ट्रिनिटी माने शैतान भंड ख्रीष्ट और भंड भाववादी ए माने होचंती अपवित्र त्रित्व बा अपवित्र ट्रिनिटी अनहोली ट्रिनिटी बा सैतानिक ट्रिनिटी बोली कहा जाय मानको dragon, and out of the mouth of the beast, and out of the mouth of the false prophet. For they are the spirits of devils, working miracles, which go forth unto the kings of the earth. तो एमाने जाउछंती आश्चर्यकारी भूतात्मा होई सर्वशक्तिमान ईश्वर को महादिनर युद्ध निमंते समस्त जगतर राजा मान को एकत्र करिबा पई सेमान को निकट को बाहरी जाउछंती बोले समस्त जगतर मुख्यमंत्री राजा माने बोली कहले मुख्यमंत्री प्रधानमंत्री प्रेसिडेंट से मान को जाई से माने कोन करिवे भ्रांत करिवे समग्र पृथ्वी रे भ्रांत करिवे आ से मान को जेरूशलेम रे गोटे जागा अछि ताकु आजे हर्मिगेदन आ ताकु कहा जाय बैटल फील्ड बा युद्ध भूमि बोली कहा जाय से स्थान रे प्राय अनेक युद्ध मध्य हेछि आ से स्थान रे से माने से जगतर समग्र पृथ्वी रे सैन्य मान को एकत्र करिवे कारण युद्ध के मान लागिवे सिविलियन मान तो युद्ध लागिवे नहीं जो मनुष्य साधारण लोक मान तो युद्ध लगे ना किंतु युद्ध क्यों मान लगे आर्मी माने जो मान कि सोल्जर्स माने आर्मी माने से मान युद्ध लागंती एबे समस्त समग्र पृथ्वी रे थिबा प्रत्येक आर्मी मान से जे भ्रांत करबो आ प्रत्येक सैन्य दल मान को भ्रांत करी से स्थान रे एकत्र करबो सब प्रकार बम न्यूक्लियर बम एटम बम बायोलॉजिकल वेपन तापरे सब प्रकार बम धरि कि से माने सेठी प्रस्तुत हेबे जीशुଙ୍କ सहित युद्ध लागिया पय कारण 7 वर्ष क्लेश समाप्त होला परे प्रभु जीशु ख्रीष्टଙ୍କର प्रकाश आगमन हेबो तो से प्रकाश आगमन समय 19 पर्व लेखा जाय आ सेही युद्ध निमंते से माने कोन ना समग्र पृथ्वी रो सैन्य दल मान को प्रस्तुत करी से स्थान रे एकत्रित करिवे And of the whole world, to gather them to the battle of that great day of God Almighty. Behold, I come as a thief. Blessed is he that watcheth, and keepeth his garments. एटा प्रभु जीशु जे प्रकाश आगमन से करिवे ता 19 पर्व लेखा जाय आ से जेतले आसीबे तांको सहित अहित साधु माने मध्ये आसीबे आ जो माने रेप्चर रे जायतिबे से माने आसीबे पुरातन साधु माने मध्ये आसीबे तार महाक्लेश रे मृत्युवरण करथिबा साधु माने मध्ये आसीबे आ से माने जीशुଙ୍କ सहित आसीबे आ आमाने मध्ये जीशुଙ୍କ सहित प्रकाश आगमन रे आसीबा आ आमाने तापरे आमे हर्मिगेदन नामक स्थान रे जीत पर्वत रे जीशु ख्रीष्टଙ୍କର पाद थाजिबो आ सेठारे महायुद्ध आरंभ हेबो ताकू माने बे आगु टिके जिबा Lest he walk naked, and they see his shame. And he gathered them together into a place called in the Hebrew tongue Armageddon. तो एटा होची से स्थान आर्मागेदन स्थान माने बैटल फील्ड बोली कहा जाय बा युद्ध और युद्ध भूमि अटे आ एठी कहा कहा विरोध रे बा कहा 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 रो युद्ध हेबो जीशु ख्रीष्ट एवं तांकर सैन्य दल सहित भंड ख्रीष्ट भंड भाववादी शैतान आ तार पृथ्वी रो सब सैन्य दल माने युद्ध लागिवा पई माने दुई दल एठारे एकत्रित हेबे And the seventh angel poured out his vial into the air. एटा एबे हमें देखिबा सप्तम दूत जेतेबेले आपना पात्र आकाश रे ढाळिले तो एई वीडियो हमें देखिबा आज हमें एटा हमें स्टडी करबा
ମୁଁ ଆପଣଙ୍କ ପାଇଁ ପଢିବା ପାଇଁ ଚାହେଁ ପ୍ରକାଶିତ ବାକ୍ୟ 16 ପର୍ବ 17 ପଦ। ସପ୍ତମ ଦୂତ ଆପଣା ପାତ୍ର ଆକାଶରେ ଢାଳିଲେ, ତହୁ ମନ୍ଦିର ମଧ୍ୟରୁ ସିଂହାସନ ଠାରୁ ଏହି ଉଚ୍ଚ ସ୍ୱର ହେଲା, ସମାପ୍ତ ହେଲା। And there came a great voice out of the temple of heaven from the throne, saying, It is done. ଏବେ ଦେଖନ୍ତୁ ସମାପ୍ତ ହେଲା ବୋଲି ଲେଖାଯାଏ। ଏବେ ଏଇଟା ଆମେ ବିସ୍ତୀର୍ଣ୍ଣ ଭାବେ ଆଲୋଚନା କରିବା। ପ୍ରଥମ ଭିଡିଓ ଦେଖି ନେବା। and there were voices, and thunders, and lightnings. And there was a great earthquake, such as was not since men were upon the earth. ତ ସମାପ୍ତ ହେଲା ବୋଲି ଯେତେବେଳେ ସ୍ୱର୍ଗରୁ ଗୋଟେ ଶବ୍ଦ ଆସିଲା, ସେ ସମାପ୍ତ ହେଲା ବୋଲି ଗୋଟେ ଶବ୍ଦ ଆସିଲାରୁ ସେତେବେଳେ ବିଦ୍ୟୁତ, ବିଭିନ୍ନ ସ୍ୱର, ବଜ୍ରଧ୍ୱନି ହେଲା, ଗୋଟେ ମହାଭୂମିକମ୍ପ ହେଲା। ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟଠାରୁ ଏପରି ମହାଭୟଙ୍କର ଭୂମିକମ୍ପ ଆଉ କେବେ ହୋଇନଥିଲା। So mighty an earthquake, and so great. And the great city was divided into 3 parts. And the cities of the nations fell. ମାନେ ଗ୍ରେଟ୍ ସିଟି ମାନେ ଏଇଟା ଲେଖାଯାଏ, ସେଥିରେ ସେଇ ମହାନଗର 3 ଭାଗରେ ବିଭକ୍ତ ହେଲା। ମହାନଗର ବୋଲି କହିଲେ ଜିରୁସାଲମ। ଜିରୁସାଲମରେ ସେ ଭଣ୍ଡଖ୍ରୀଷ୍ଟ ଭଣ୍ଡଭାବାଦୀ ରାଜତ୍ୱ କରିଥିଲେ। ଦେଖନ୍ତୁ ସେ ଜିରୁସାଲମ An earthquake, and so great. And the great city was divided into 3 parts. ଦେଖନ୍ତୁ ଜିରୁସାଲମ ନଗରୀ 3 ଭାଗରେ ବିଭକ୍ତ ହେଲା ବୋଲି ଲେଖାଯାଏ। ପୁଣି ବିଜାତି ମାନଙ୍କର ନଗର ସମୂହ ଭୂମିସାତ ହେଲା। ହେଲେ ବିଜାତି ମାନଙ୍କର ନଗର ବୋଲି କହିଲେ କୋଉଟା, ମାନେ ଆଗକୁ ଆମେ ବିସ୍ତୀର୍ଣ୍ଣ ଭାବେ ଷ୍ଟଡି କରିବା। ତାପରେ ମହାନଗରୀ ବାବିଲକୁ ଈଶ୍ୱର ଆପଣା ପ୍ରଚଣ୍ଡ କ୍ରୋଧ ରୂପ ମଦିରା ପାତ୍ରରୁ ପାନ କରାଇବା ନିମନ୍ତେ ସ୍ମରଣରେ ଆଣିଲେ। And the cities of the nations fell. And great Babylon came in remembrance before God, to give unto her the cup of the wine. ତ ଏମାନେ ଯୋଉ ବାବିଲୋନକୁ ପ୍ରଭୁ କଣ କଲେ ନା, ମହାନଗରୀ ବାବିଲକୁ ଈଶ୍ୱର ଆପଣା ପ୍ରଚଣ୍ଡ କ୍ରୋଧ ରୂପ ମଦିରା ପାତ୍ରରୁ ପାନ କରାଇବା ନିମନ୍ତେ ସ୍ମରଣରେ ଆଣିଲେ। Of the fierceness of his wrath. And every island fled away, and the mountains were not found. And there fell upon men the ଏଠି ଆମେ ଦେଖିପାରୁଛୁ ପୁଣି ପ୍ରତ୍ୟେକ ଦ୍ୱୀପ ଦୂରୀଭୂତ ହେଲା। ଆଇଲ୍ୟାଣ୍ଡ ଗୁଡାକ, ଯୋଉ ସମୁଦ୍ରର ଆଇଲ୍ୟାଣ୍ଡ ଗୁଡାକ ବା ଦ୍ୱୀପ ସମୂହ ଆଉ ସବୁ କଣ ହେଲା, ଦୂରୀଭୂତ ହେଲା। ପର୍ବତ ଗଣ ଆଉ ଦେଖାଗଲେ ନାହିଁ। ଏଇଟା ବଡ ଭୟଙ୍କର। ପର୍ବତ ଗଣ ଆଉ ଦେଖାଗଲେ ନାହିଁ ବୋଲି କହିଲେ ଏତେ ମହାଭୟଙ୍କର ଭୂମିକମ୍ପ ହେଲା ଯେ ଏତେ ବଡ ବଡ ମାଉଣ୍ଟ ଏଭରେଷ୍ଟ, ତାପରେ ଆମର କୋରାପୁଟ ଡିଷ୍ଟ୍ରିକ୍ଟରେ ତ ବହୁତ ପାହାଡ ଅଛି। ଭାବି ଦେଖନ୍ତୁ ଏତେ ମହାଭୟଙ୍କର ଭୂମିକମ୍ପ ହେଲା ଯେ ଗୋଟେ ପାହାଡ ବି ଆଉ ଦେଖାଗଲା ନାହିଁ। ତାପରେ ଲେଖାଯାଏ, ଆକାଶରୁ ମନୁଷ୍ୟ ମାନଙ୍କ ଉପରେ ମହାଶିଳା ବୃଷ୍ଟି ହେଲା। ଶିଳା ଗୁଡିକ ପ୍ରାୟ 1 ମହଣ ଓଜନର। ଆଉ ଶିଳା ବୃଷ୍ଟିର କ୍ଲେଶ ସକାଶୁ ମନୁଷ୍ୟମାନେ ଈଶ୍ୱରଙ୍କର ନିନ୍ଦା କଲେ, କାରଣ ସେଇ କ୍ଲେଶ ଅତି ଭୟଙ୍କର। ତ ସେଇ ସମୟରେ ଯୋଉ ମନୁଷ୍ୟମାନେ ଶୈତାନର ପଶୁର ଚିହ୍ନ ଆପଣା ହସ୍ତରେ ଆଉ କପାଳରେ ନେଇଥିଲେ, ସେମାନଙ୍କ ଉପରେ ଏଇ ମହାକ୍ଲେଶ ବର୍ତ୍ତୁଛି ମୋ ପ୍ରିୟମାନେ। ଆଉ ଲେଖାଯାଏ ଯେ 1 ମହଣ ଓଜନର ଶିଳାବୃଷ୍ଟି ହେଲା ଆକାଶରୁ। ମାନେ ଏଇ ଯୋଉ 1 ମହଣ ବୋଲି କହିଲେ ସେଟା କେତେ କେଜି ଜାଣିଛନ୍ତି ମୋ ପ୍ରିୟମାନେ? ଆଉ ଗ୍ରୀକ ଭାଷାରେ ତାକୁ କୁହାଯାଏ 1 ମହଣ ବୋଲି, କିନ୍ତୁ ତାକୁ ଯଦି ଆମେ ତର୍ଜମା କରିବା 1 ମହଣ ବୋଲି କହିଲେ 45 କେଜିରୁ 54 କେଜି ସେ ମାନେ ସେ ଶିଳା, ତାକୁ କୁହାଯାଏ ବରଫ ପଥର ବୋଲି କୁହାଯାଏ। ସେ ପଥର ମାନେ ହେଲ୍ ଷ୍ଟୋନ, ଇଂଲିଶ କୁହାଯାଏ ହେଲ୍ ଷ୍ଟୋନ, ବରଫର ପଥର। ଆଉ ସେଇଟା ମନୁଷ୍ୟ ମାନଙ୍କ ଉପରେ ପଡିବ। ଆଉ ସେଟା 1 ମହଣର ବୋଲି ପାଖାପାଖି 50 କେଜିରୁ 60 କେଜି ଓଜନର ପଥର ସେଇଟା। ଆଉ ଆମେ ଆଗକୁ ଦେଖିବା। great hail out of heaven, every stone about the weight of a talent. And men blasphemed God because of the plague of the hail, for the plague thereof was exceeding great. ଏଇ ଯୋଉ ପଥର, ବରଫର ପଥର ସମଗ୍ର ପୃଥିବୀ ଉପରେ ବର୍ତ୍ତିବ ମୋ ପ୍ରିୟମାନେ। ସମଗ୍ର ପୃଥିବୀ ଉପରେ ବୋଲେ ଚିନ୍ତା କରନ୍ତୁ, ଆକାଶରୁ ବର୍ତ୍ତିବ ସବୁ ପୃଥିବୀରେ, ସମଗ୍ର ପୃଥିବୀ ଉପରେ ସବୁ ମନୁଷ୍ୟ ଜାତି ଉପରେ ବର୍ତ୍ତିବ, ଯୋଉମାନେ କି ଶୈତାନର ପଶୁ ପ୍ରତିମାକୁ ପ୍ରଣାମ କରିଥିବେ ଆଉ ତାର ଚିହ୍ନ ଆପଣା ହସ୍ତରେ ଆଉ କପାଳରେ ନେଇଥିବେ, ସେମାନଙ୍କ ଉପରେ ପଡିବ। ଆଉ ସେଇ ସମୟରେ ମଧ୍ୟ ଯୋଉ ସାଧୁ ମାନେ ବଞ୍ଚିତ ଥିବେ, ବଞ୍ଚିକି ଥିବେ, ଜୀବିତ ଅବସ୍ଥାରେ ଥିବେ, ସେଇ ସାଧୁ ମାନଙ୍କୁ ପ୍ରଭୁ ଆପଣା ଡେଣା ତଳେ ସୁରକ୍ଷା ଦେବେ।
ତାହା ପ୍ରକାଶିତ 12 ପର୍ବରେ ଲେଖା ହେଇଛି। 3 ବର୍ଷ ଦ୍ୱିତୀୟ ଭାଗର 3 ବର୍ଷ 6 ମାସ ପ୍ରଭୁ ସେ ସ୍ତ୍ରୀକୁ ସୁରକ୍ଷା ଦଉଛନ୍ତି। ଆଉ ତାର ଅର୍ଥ ସେ ସ୍ତ୍ରୀର ଅର୍ଥ ହଉଛି ମାନେ ଯେ ସେ ଜିହୁଦୀ ମାନେ ଯୋଉମାନେ କି ପଶୁର ପ୍ରତିମା ପ୍ରଣାମ କରିନଥିବେ କି ତାର ଚିହ୍ନ ଆପଣ ହସ୍ତରେ କପାଳରେ ନେଇ ନଥିବେ। ତ ପ୍ରଭୁ ସେଇ ସମୟରେ ମଧ୍ୟ ସାଧୁ ମାନଙ୍କୁ ସୁରକ୍ଷା ଦେବେ, କିନ୍ତୁ ଯୋଉମାନେ ପଶୁର ଚିହ୍ନ ଆପଣ ହସ୍ତର କପାଳରେ ନେଇଥିବେ ସେମାନଙ୍କ ଉପରେ ଏଇ ପଥର ଗୁଡାକ ବୃଷ୍ଟି ହେବ ଆଉ ସେମାନେ ପ୍ରାଣ ତ୍ୟାଗ କରିବେ ଆଉ ସେ କ୍ଲେଶ ସକାଶୁ ସେମାନେ ଈଶ୍ୱରଙ୍କୁ ନିନ୍ଦା ମଧ୍ୟ କରିବେ ବୋଲି ଲେଖାଯାଏ। ତେବେ ଆମେ ଭିଡିଓ ଦେଖି ନେଇ ସାରିଛୁ ଆଉ ଏବେ ଆସନ୍ତୁ ଆମେ ବିସ୍ତୀର୍ଣ୍ଣ ଭାବେ ଆମେ ଷ୍ଟଡି କରିବା ପ୍ରଭୁଙ୍କ ଗୌରବ। ହାଲେଲୁୟା, ପ୍ରଭୁଙ୍କର ମହିମା। ଥ୍ୟାଙ୍କ ୟୁ ଲର୍ଡ ଜିସସ୍, ହାଲେଲୁୟା। ଧନ୍ୟବାଦ ପ୍ରଭୁଜୀ। ଲୋ ସାବାନା ଖାସି ଆନ୍ଦୋର ବାଲା। ଥ୍ୟାଙ୍କ ୟୁ ଜିସସ୍। ତେବେ ଏଇ ସପ୍ତମ ଦୂତ ଯେତେବେଳେ ଆପଣ ପାତ୍ର ଢାଳୁଛନ୍ତି ମୋ ପ୍ରିୟମାନେ 17 ପଦରେ ଲେଖାଯାଏ, ସପ୍ତମ ଦୂତ ଆପଣ ପାତ୍ର ଆକାଶରେ ଢାଳିଲେ ତ ମନ୍ଦିର ମଧ୍ୟରୁ ସିଂହାସନ ଠାରୁ ଏହି ଉଚ୍ଚ ସ୍ୱର ହେଲା। ଧ୍ୟାନ ଦିଅନ୍ତୁ ଏ ସ୍ୱର କାହାର? ଲେଖାଯାଏ ମନ୍ଦିର ମଧ୍ୟରୁ ସିଂହାସନ ଠାରୁ, ମାନେ ସ୍ୱର୍ଗର ସିଂହାସନର ମନ୍ଦିର ମଧ୍ୟରୁ। ଆମେ ଜାଣିଛୁ ସ୍ୱର୍ଗରେ ଗୋଟେ ସ୍ୱର୍ଗୀୟ ଟାବରନାକେଲ ଅଛି। ଟାବରନାକେଲ ବୋଲି କହିଲେ ସମାଗମ ତମ୍ବୁ ସ୍ୱର୍ଗରେ ଅଛି। ଆଉ ସେଇ ସମାଗମ ତମ୍ବୁକୁ ମୂଷା ଦର୍ଶନରେ ଦେଖି ସେ ପୃଥିବୀରେ ସମାଗମ ତମ୍ବୁ ନିର୍ମାଣ କରିଥିଲେ। ପ୍ରଭୁ ତାଙ୍କୁ ଦର୍ଶନ ଦେଇଥିଲେ ମୂଷା, ଆଉ ସେ ଲେଖିଥିଲେ ମାନେ କି ପ୍ରକାର ମାନେ ତିଆରି କରାଯିବ ତାହା ସବୁ ସେ ଲେଖିଛନ୍ତି ପୁରାତନ ନିୟମରେ। ସେଇ ସମାଗମ ତମ୍ବୁରେ ଯୋଉ ସିଂହାସନ ପରମେଶ୍ୱର ଉପବିଷ୍ଟ, ସେଇ ସିଂହାସନରୁ ଗୋଟେ ସ୍ୱର ଆସୁଛି ଆଉ ସେ ସ୍ୱର ହଉଛି ଯୀଶୁଙ୍କ ସ୍ୱର ଅଟେ। ଯୀଶୁ କହିଲେ ସମାପ୍ତ ହେଲା, ଇଟ୍ ଇଜ ଫିନିଶ୍ଡ। କ୍ରୁଶରେ ମଧ୍ୟ ପ୍ରଭୁ ଯୀଶୁ ଯେତେବେଳେ ପରିତ୍ରାଣ କାର୍ଯ୍ୟକୁ ସମାପ୍ତ କଲେ ସେତେବେଳେ ପ୍ରଭୁ ଏଇ ଶବ୍ଦ କହିଥିଲେ ଫିନିଶ୍ଡ, ଇଟ୍ ଇଜ ଫିନିଶ୍ଡ। ଏଇ ସ୍ଥାନରେ ମଧ୍ୟ ପ୍ରଭୁ କହୁଛନ୍ତି ସମାପ୍ତ ହେଲା, କାରଣ ଏଇ ସପ୍ତ କ୍ଲେଶର ପାତ୍ର ଦ୍ଵାରା ଈଶ୍ୱରଙ୍କ କ୍ରୋଧ ସମାପ୍ତ ବୋଲି ଲେଖାଯାଏ, ଯାହାକି ପ୍ରକାଶିତ ବାକ୍ୟ 15 ପର୍ବ 1 ପଦରେ ଲେଖାଯାଏ। ମୁଁ ସ୍ୱର୍ଗରେ ଆଉ ଏକ ମହା ଅଦ୍ଭୁତ ଲକ୍ଷଣ ଦେଖିଲି, ସପ୍ତ ଦୂତ ସେମାନଙ୍କ ହସ୍ତରେ ସପ୍ତ କ୍ଲେଶ, ଏହା ହିଁ ଶେଷ, କାରଣ ଏହି କ୍ଲେଶ ମାନଙ୍କରେ ଈଶ୍ୱରଙ୍କ କ୍ରୋଧ ସମାପ୍ତ। ଓ ଏଇ ସପ୍ତ କ୍ଲେଶର ପାତ୍ର ଢଳା ଗଲେ ଈଶ୍ୱରଙ୍କ କ୍ଲେଶ କଣ ହେଉଛି? ସମାପ୍ତ ହେଉଛି। ହାଲେଲୁୟା। ତେବେ ଈଶ୍ୱରଙ୍କର ତେବେ ଯୀଶୁ ମଧ୍ୟ କହିଲେ ସ୍ୱର୍ଗର ସେ ସିଂହାସନରୁ ଏକ ସ୍ୱର ଆସିଲା, ଆଉ ସେ ସ୍ୱର କଣ? ସମାପ୍ତ ହେଲା, ସମାପ୍ତ ହେଲା, ଇଟ୍ ଇଜ ଫିନିଶ୍ଡ। ମାନେ ଏହି ସପ୍ତମ ପାତ୍ର ଢଳା ଗଲା ପରେ ଈଶ୍ୱରଙ୍କ କ୍ରୋଧ ସମାପ୍ତ ହେଲା ବୋଲି ପ୍ରଭୁ କହନ୍ତି। ଆଉ ଗୋଟେ ପଦ ଅଛି, ଆଉ ସେ ପଦ ହଉଛି ପ୍ରକାଶିତ ବାକ୍ୟ 21 ପର୍ବ ତାର 6 ପଦ। ଏଠାରେ ପ୍ରକାର ଲେଖାଯାଏ, ଆଉ ମୁଁ ମହାଜନତାର ଶବ୍ଦ ପରି ପ୍ରକାଶିତ ବାକ୍ୟ 21 ପର୍ବ 6 ପଦ। ସେ ମତେ ଆହୁରି କହିଲେ ସମସ୍ତ ସମାପ୍ତ ହୋଇଅଛି। ଆମ୍ଭେ କକ୍ଷ ଆଦି ଓ ଅନ୍ତ, ଯେ ତୃଷାର୍ଥ ତାହାକୁ ଆମେ ଜୀବନ ରୂପ ନିର୍ଝରରୁ ବିନା ମୂଲ୍ୟରେ ପାନ କରିବାକୁ ଦେବୁ। ଯେ ତୃଷାର୍ଥ, ଯେ ତୃଷିତ, ତାକୁ ଆମେ ଜୀବନ ରୂପ ନିର୍ଝରରୁ ବିନା ମୂଲ୍ୟରେ ପାନ କରିବାକୁ ଦେବୁ, କାରଣ ସବୁ ସମାପ୍ତ ହେଇଯାଇଛି। ଈଶ୍ୱରଙ୍କ କ୍ରୋଧ ମଧ୍ୟ ସମାପ୍ତ ହେଇଯାଇଛି। ଏବେ ଈଶ୍ୱରଙ୍କର ଶାନ୍ତିର ରାଜ୍ୟ ଆରମ୍ଭ ହେବାକୁ ଯାଉଛି। ତେବେ 7 ପଦରେ ଲେଖାଯାଏ, ଯେ ଜୟ କରେ ସେ ଏହି ସମସ୍ତର ଅଧିକାରୀ ହେବ, ଆମ୍ଭେ ତାହାର ଈଶ୍ୱର ହେବୁ, ପୁଣି ସେ ଆମ୍ଭର ପୁତ୍ର ହେବ, ପ୍ରଭୁଙ୍କର ଗୌରବ ହେବ। ହାଲେଲୁୟା। ତେବେ ପ୍ରଭୁ 7 ବର୍ଷ କ୍ଲେଶ ସମାପ୍ତ ହେଲା ପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରକାଶ ଆଗମନ ହେବ। ପ୍ରକାଶ ଆଗମନ ହେଲା ପରେ ସେ ଯୋଉ ଯୁଦ୍ଧ ହେବ, ଆର୍ମାଗେଦନ ଯୁଦ୍ଧ ବୋଲି କୁହାଯାଏ, ଆର୍ମାଗେଡନ ୱାର ବୋଲି କୁହାଯାଏ ଇଂଲିଶରେ। ସେଇ ଯୁଦ୍ଧରେ ଭଣ୍ଡ ଖ୍ରୀଷ୍ଟ ଆଉ ଭଣ୍ଡ ଭାବବାଦୀକୁ ପ୍ରଭୁ ଯୀଶୁ ସିଧାସଳଖ ଜିଅନ୍ତା ଅଗ୍ନି ବନ୍ଧୁକ ପ୍ରଜ୍ୱଳିତ ହ୍ରଦରେ ପକେଇଦେବେ। ପୁଣି ଶୈତାନକୁ 1000 ବର୍ଷ ପର୍ଯ୍ୟନ୍ତ ବନ୍ଦୀ କରି ରଖିବେ ବଟମଲେସ୍ ପିଟରେ, ବା ତାକୁ କୁହାଯାଏ ପାତାଳ କୁଣ୍ଡ। ଆଉ ସେଠି ବନ୍ଦୀ କରି ରଖିବେ, ଆଉ ସେ 1000 ବର୍ଷ ପର୍ଯ୍ୟନ୍ତ ମାନେ ପୃଥିବୀକୁ ସେ ଆଉ କାହାକୁ ଭ୍ରାନ୍ତ କରିପାରିବ ନାହିଁ, କିନ୍ତୁ ପୃଥିବୀରେ ଯୀଶୁ ଖ୍ରୀଷ୍ଟଙ୍କର ଶାନ୍ତିର ରାଜ୍ୟ ସ୍ଥାପନ ହେବ। 1000 ବର୍ଷ ପର୍ଯ୍ୟନ୍ତ ପ୍ରଭୁଙ୍କର ସାଧୁ ଲୋକମାନେ ଏଇ ପୃଥିବୀକୁ ରୁଲ କରିବେ। ହାଲେଲୁୟା। ସେମାନେ ଗୌରବମୟ 1000 ବର୍ଷ ଶାସନରେ ଲୋକମାନେ ଗୌରବମୟ ଶରୀରରେ ଥିବେ, ଏଟ ଦ ସେମ ଟାଇମ ପାର୍ଥିବ ଶରୀରରେ ମଧ୍ୟ ଥିବା ଲୋକମାନେ ସେ ସମୟରେ ଥିବେ। ଏବେ ପ୍ରଭୁଙ୍କର ଗୌରବ ହେଉ। 1000 ବର୍ଷ ଶାସନ ବିଷୟରେ ଆମେ ପରେ ବିସ୍ତୀର୍ଣ୍ଣ ଭାବେ ଅଧ୍ୟୟନ କରିବା।
କିନ୍ତୁ ଆଜି ଆମେ ଏଇ ସପ୍ତମ ଭୂତ ଯେତେବେଳେ ଆପଣ ପାତ୍ର ଢାଳିଲେ ସେତେବେଳେ କଣ ଘଟିଲା ଆମେ ବିସ୍ତୀର୍ଣ୍ଣ ଭାବେ ଆଲୋଚନା କରିବା। ସେତେବେଳେ ସ୍ୱର୍ଗ ସିଂହାସନ ଠାରୁ ଏକ ଉଚ୍ଚ ସ୍ୱର ହେଲା। କଣ ହେଲା? ସେ ଉଚ୍ଚ ସ୍ୱର କହିଲେ ସମାପ୍ତ ହେଲା। ଆଉ ଏଇ ସ୍ୱର ହଉଛି ଯୀଶୁଙ୍କର। 18 ପଦ, ସେତେବେଳେ ବିଦ୍ୟୁତ, ବିଭିନ୍ନ ସ୍ୱର, ବଜ୍ରଧ୍ୱନି ହେଲା, ପୁଣି ମହାଭୂମିକମ୍ପ ହେଲା। ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟ ଠାରୁ, ଧ୍ୟାନ ଦିଅନ୍ତୁ, ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟ ଠାରୁ ଏପରି ମହାଭୟଙ୍କର ଭୂମିକମ୍ପ ଆଉ କେବେ ହୋଇନଥିଲା। ଆମେ ଜାଣିଛୁ ପୃଥିବୀରେ ଅନେକ ସମୟରେ, ପୁରାତନ ସମୟରେ, ବର୍ତ୍ତମାନ ସମୟରେ, ଅନେକ ସମୟରେ ଛୋଟ ଛୋଟ ଭୂମିକମ୍ପ ହେଇଛି। ମାନେ 5 ରେକ୍ଟର, 5.2 ରେକ୍ଟର, 7 ରେକ୍ଟର, 8 ରେକ୍ଟର, 9 ରେକ୍ଟର, 11 ରେକ୍ଟର ହେଲେ ମାନେ ସାଇଣ୍ଟିଷ୍ଟ ମାନେ କହନ୍ତି 11 ରେକ୍ଟର ସ୍କେଲ ରେ ଯଦି ଭୂମିକମ୍ପ ହେବ ତେବେ ପୃଥିବୀରେ ଆଉ କୌଣସି ଘର ଆଉ ଠିଆ ହେଇ ରହିପାରିବ ନାହିଁ, ସବୁ ଧୂଳି ସାତ ହେଇଯିବ। ତେବେ କିନ୍ତୁ ଏଇ ଯୋଉ ଭୟଙ୍କର ଭୂମିକମ୍ପ, ଯାହାକି ମୁଁ ଭାବୁଛି ତାହା ବହୁତ ଅଧିକ ରେକ୍ଟର ସ୍କେଲ ରେ ହେଇଥିବ। କାରଣ ଏଠାରେ ଲେଖାଯାଏ ପୃଥିବୀର ସୃଷ୍ଟିରୁ ଆରମ୍ଭରୁ ଏପର୍ଯ୍ୟନ୍ତ ଏ ପ୍ରକାର ମହାଭୂମିକମ୍ପ କେବେ ହିଁ ହେଇନଥିଲା। ତାକୁ ଇଂଲିଶ ରେ କୁହାଯାଏ ଦ ଗ୍ରେଟ ଆର୍ଥକ୍ୱାକ୍। ଦ ଗ୍ରେଟ ଆର୍ଥକ୍ୱାକ୍। କେବେ ମଧ୍ୟ ଏ ପ୍ରକାର ମହାଭୂମିକମ୍ପ ହେଇନଥିଲା ବୋଲି ଲେଖାଯାଏ। 19 ପଦରେ ସେଥିରେ ସେଇ ମହାନଗରୀ 3 ଭାଗରେ ବିଭକ୍ତ ହେଲା। ଆପଣ ଜାଣିପାରୁଥିବେ ଏ ପ୍ରକାର ମହାଭୂମିକମ୍ପ ଯଦି ହେଇଛି ତେବେ ପୃଥିବୀର ପରିସ୍ଥିତି କି ପ୍ରକାର ହେଇଥିବ। ଲେଖାଯାଏ ମହାନଗରୀ ବର୍ତ୍ତମାନ ସେ ଜେରୁସାଲେମ ନଗରୀ 3 ଭାଗରେ ବିଭକ୍ତ ହେଲା ବୋଲି ଲେଖାଯାଏ। କାରଣ ସେ ଜେରୁସାଲେମରେ ଭଣ୍ଡ ଖ୍ରୀଷ୍ଟ ଭଣ୍ଡ ଭାବାନ୍ତି ମାନେ ସେଇ 7 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରୁଥିବେ, ଶାସନ କରିଥିବେ। ସେଇଠୁ ଆରମ୍ଭ କରି ସମଗ୍ର ପୃଥିବୀକୁ ସେମାନେ ରାଜତ୍ୱ କରୁଥିବେ। ତେବେ ସେ ମହାନଗରୀ ଜେରୁସାଲେମ 3 ଭାଗରେ ବିଭକ୍ତ ହେଲା ଓ ବିଜାତି ମାନଙ୍କର ନଗର ସମୂହ ଭୂମିସାତ ହେଲା। ବିଜାତି ମାନଙ୍କର ନଗର ସମୂହ ବୋଲି କହିଲେ କୋଉ ନଗରୀକୁ ବୁଝାଏ? ବିଜାତି ମାନଙ୍କର ନଗର ସମୂହ ବୋଲି କହିଲେ the cities of the nations ବୋଲି ଲେଖାଯାଏ ଇଂଲିଶରେ। cities of the nations ମାନେ ସମଗ୍ର ଦେଶର ବଡ ବଡ ସିଟି ଗୁଡାକ, ଯେମିତି ଉଦାହରଣ ପାଇଁ ନ୍ୟୁୟର୍କ ସିଟି, ଟୋକିଓ ସିଟି, ଲଣ୍ଡନ ସିଟି, ଜନ୍ନେସବର୍ଗ ସିଟି, ତାପରେ ଆମ ଇଣ୍ଡିଆରେ ଯଦି ଦେଖିବା ଗୋଆ, ବିଶାଖାପଟନମ ଗୋଟେ ଗୋଟେ ସିଟି ଯାକ ନାଇଁ କି, ଭୁବନେଶ୍ୱର ସିଟି, ତାପରେ ରାଉରକେଲା ସିଟି, ତାପରେ ଆମ ଓଡିଶାରେ ଯଦି ଦେଖିବା, ଇଣ୍ଡିଆରେ ଯଦି ଦେଖିବା ମୁମ୍ବାଇ, ଦିଲ୍ଲୀ, ମହାରାଷ୍ଟ୍ର, ପୁନେ, ତାପରେ ଯଦି ଦେଖିବା ଦୁବାଇ, ଦୁବାଇ ଗୋଟେ ସିଟି। ଆଉ ଏଇ ବଡ ବଡ ସିଟି ଯାକରେ ବହୁତ ପାପ ବ୍ୟଭିଚାର ବେଶୀ ମୋ ପିଲାମାନେ, ବେଶୀ ପାପ ବ୍ୟଭିଚାର ବେଶୀ। ଏଠି ଲେଖାଯାଏ ସିଟିଜ ଅଫ ଦ ନେସନ୍ସ ଫେଲ୍। ସେ ଗ୍ରେଟ ଆର୍ଥକ୍ୱାକ ରେ ସବୁ ବଡ ବଡ ସହର ଗୁଡାକ କଣ ହେଲା? ଧୂଳିସାତ ହେଇଗଲା। କାହିଁକି ନା ସେ ବଡ ବଡ ସହର ଗୁଡାକରେ ଆପଣ ଦେଖିବେ ମାନେ 100 କୋଠା ମହଲା, ମାନେ ସେ ବିଲ୍ଡିଂ ଗୁଡାକ ଏତେ ବଡ ବଡ ଥିବ ଯେ 200 କୋଠା ବିଲ୍ଡିଂ, 300 ମହଲା ଘରର ବିଲ୍ଡିଂ, ଏ ସବୁ କଣ ହେଇଯାଉଛି? ଧୂଳିସାତ ହେଇଯାଉଛି। ଆମେରିକାର ବହୁତ ସିଟି ତ ଯେତେ 7ଟା ମହାଦେଶ ଆମର ବା 7 କଣ୍ଟିନେଣ୍ଟସ ଅଛି, 7ଟା କଣ୍ଟିନେଣ୍ଟ ର ଯେତେ ସବୁ ପାଖାପାଖି 250 ଟାରୁ ଉର୍ଦ୍ଧ୍ୱ ଦେଶ ଅଛି। 250 ଟାରୁ ଉର୍ଦ୍ଧ୍ୱ ଦେଶରେ ଥିବା ବଡ ବଡ ସିଟି ଗୁଡାକ ଧୂଳିସାତ ହେଇଯିବ। କଣ ଲେଖାଗଲା? ସମସ୍ତ ବିଜାତି ମାନଙ୍କର ନଗର ସମୂହ ଭୂମିସାତ ହେଲା, ମାନେ ମାଟିରେ ମିଶିଗଲା ବୋଲି ଲେଖାଯାଏ ସେ ନଗର ଗୁଡାକ। ତାପରେ ଲେଖାଯାଏ ଆଉ ମହାନଗରୀ ବାବିଲୋକୁ ଈଶ୍ୱର ଆପଣ ପ୍ରଚଣ୍ଡ କ୍ରୋଧ ରୂପ ମଦିରା ପାତ୍ରରୁ ପାନ କରାଇବା ନିମନ୍ତେ ସ୍ମରଣରେ ଆଣିଲେ। ମହାନଗରୀ ବାବିଲୋ ବୋଲି କହିଲେ କଣ ମୋ ପ୍ରିୟ ମାନେ? ଏ ମହାନଗରୀ ବାବିଲୋ ବା ଗ୍ରେଟ ବାବିଲୋନ ବୋଲି କହିଲେ ମାନେ ସେଇ ଡେଟ ରେ ସେ ଗ୍ରେଟ ବାବିଲୋନ ବୋଲି ନାଁ ଥିଲା, କିନ୍ତୁ ଆଜି ଡେଟ ରେ ସେ ଗ୍ରେଟ ବାବିଲୋନ ର ନାଁ ହଉଛି ମଡର୍ନ ଡେ ଇରାକ। ଇରାକ କୁ ବୁଝାଏ, ମଡର୍ନ ଡେ ଇରାକ। ଆପଣ ଜାଣିଛନ୍ତି ଇରାକ ଆଉ ଜେରୁସାଲେମ ବା ଇରାକ ଆଉ ଇସ୍ରାଏଲ ବିରୁଦ୍ଧରେ ମାନେ ସବୁବେଳେ କଣ ଯୁଦ୍ଧ ଚାଲିଥାଏ। ପାଲେଷ୍ଟାଇନ ଆଉ ଜେରୁସାଲେମ ବିରୁଦ୍ଧରେ ସବୁବେଳେ ପ୍ରାୟ ଯୁଦ୍ଧର ପରିସ୍ଥିତି, ଯୁଦ୍ଧର ବାତାବରଣ, ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେଉଛି। ତ ଆଜି ଡେଟ ରେ ଯୋଉ ବାବିଲୋନ ବୋଲି ଯୋଉ ବାଇବେଲ ଲେଖା ହେଇଛି ଗ୍ରେଟ ବାବିଲୋନ, ଆଜି ଡେଟ ରେ ଇରାକ କୁ ବୁଝାଏ, ମଡର୍ନ ଡେ ଇରାକ। ଆଉ ଆପଣ ଜାଣିଛନ୍ତି କି ଇରାକର ମଡର୍ନ ଡେ ଇରାକର ପପୁଲେସନ କେତେ ଆଜି ଡେଟ ରେ? ମୁଁ ନେଟ ରେ ଖୋଜି ବାହାର କରିଛି। ଆଜି ଡେଟ ରେ 2020 ରୁ 21 ରେ
4,11,04,502 पॉपुलेशन मॉडर्न डे इराक रो पॉपुलेशन होची 4,11,00,000 लोक 11,04,502 अप्रोक्सीमेटली कहबा गले माने 4,11,00,000 बा 4,12,00,000 लोक बसवास करछन मॉडर्न डे इराक रे तबे एई मॉडर्न डे इराक गोटे प्रकार ग्रेट बाबिलोन को बुझाए आउ माने 17 पद होची 17 पर्व 18 पर्व होची एक्सप्लेनेशन चैप्टर और से एक्सप्लेनेशन चैप्टर रे लिखा जायछि जे ए जो मॉडर्न डे इराक बा बाबिलोन माने समस्त बेश्या मानकर पृथ्वीर समस्त घृण्य विषयर जननी बोल लिखा जाए प्रकाशित वाक्य 17 पर्व 5 पदर लिखा जाए ताहार कपाल रे एही निगूढ़ बाबयुक्त नाम लिखित थिला महानगरी बाबिलोन बेश्या मानकर और पृथ्वीर समस्त घृण्य विषयर जननी बोले माता मदर मदर ऑफ एवरी इविल मदर ऑफ एवरी प्रोस्टिट्यूशन मदर ऑफ एवरी विकेड वर्क बोले सीट सबु माने पाप दोष अपराध व्यभिचार माने बाहर रही आपण देखंतु ए जो इराक रे विशेष करी माने से जो लोक मान को हत्या करंती कोन आईएसएस आईएसआईएस नहीं कि से मान लोक मान को हत्या करबा लोक सब सिटी अछि से इराक रे आईएसआईएस टीम से माने खाली अशांतिकर परिस्थिति सृष्टि करिबारे से माने नंबर 1 ऑल वर्ल्ड को से माने माने व्यभिचार युद्ध अशांतिकर पृथ्वी रे समस्त घृण्य विषय कर्म करिबारे माने से इराक नै कि 1 नंबर बाइबल प्रमाण करूछि लेखा जाय समस्त घृण्य विषय जननी बोले जते सब प्रकार पाप अछि सब सीठु बाहर होछि बोल लिखा जाय जननी मदर ऑफ ऑल इविल आ प्रभु सेते बेलको से सप्तम पात्र ढळा गला बेलको माने से इराक को विशेष करी माने पुरातन समय जो नाम थिला बाबिलोन ताकू माने प्रचंड रूप क्रोधर पात्र ता ऊपर ढळा जिवो तबे ए जो सप्तम पात्र ढळा जाउछि मो प्रिय माने ए सप्तम पात्र ढळा गला परे जो जो घटना सब घटिबो तार विस्तीर्ण वर्णना करा जायछि चैप्टर 17 और चैप्टर 18 रे ए जो 17 पर्व कोन बोली जदि प्रश्न पचारा हेबो प्रकाशित वाक्य 17 पर्व कोन आ प्रकाशित वाक्य 18 पर्व रे कोन लेखा हिची जदि प्रश्न पचारा जीवो तबे तार उत्तर होचे सप्तम पात्र जेतबे ढळा जीवो सेतबे समग्र पृथ्वी रे माने ऑन द सिटीज ऑफ द नेशन समग्र पृथ्वी रे आ विशेष करी जो बाबिलोन रे बा मॉडर्न डे इराक रे जो घटना घटिबो से सप्तम पात्र ढळा गले जो घटना सब घटिबो ताहा विस्तीर्ण भाबरे प्रकाशित वाक्य 17 पर्व रे 18 पर्व रे वर्णना करा जायछि तो प्रकाशित वाक्य 17 पर्व 18 पर्व होछि एक्सप्लेनेशन चैप्टर बा पेरेंथेसिस चैप्टर बा वर्णनात्मक चैप्टर ठीक अछि तो एबे 17 पर्व हमें एबे टिके हमें देखि नेबा कारण 17 पर्व रे वर्णना करा जायछि जे सप्तम पात्र ढळा गले पृथ्वी रे कोन कोन घटिबो ताहा 17 पर्व रे वर्णना करा जायछि तबे 17 पर्व रो जो दुईटा बाबिलोन बोली कहा जाय तो गोटे बाबिलोन होची मिस्ट्री बाबिलोन बोले रहस्य बाबिलोन आ तार अर्थ होची समग्र पृथ्वी को बुझाय ध्यान दियंतु दुईटा बाबिलोन विषय एटा लिखा जाय गोटे बाबिलोन होची समग्र पृथ्वी को बुझाय आ ताहा छि गोटे सिंबल आ सेही बाबिलोन विषय रे 17 पर्व रे वर्णना करा जायछि ताहा होची मिस्ट्री बाबिलोन बोली कहा जाय बा रहस्य बाबिलोन आ 18 पर्व रे लिटरल बाबिलोन बोली कहले वर्तमान जो बाबिलोन अछि आ मॉडर्न डे इराक से इराक को बुझाउछि आ से इराक रे ईश्वर को क्रोधर पात्र ढळा गले कोन कोन घटिबो ताहा 18 पर्व रे प्रकाशित वाक्य 18 पर्व रे वर्णना करा जायछि आ से सप्तम पात्र ढळा गले समग्र पृथ्वी रे अर्थात मिस्ट्री बाबिलोन ता कहा जाय समग्र पृथ्वी बा समग्र देश बोली जा कहा जाउछि ताको मिस्ट्री बाबिलोन बोली कहा जाय बा रहस्य बाबिलोन तबे हमें ए 17 और 18 पर्व रे दुईटा बाबिलोन को चित्र को हम देखि परिबा 17 पर्व रे मिस्ट्री बाबिलोन बा रहस्य बाबिलोन को हम देखि परिबा 18 पर्व रे लिटरल बाबिलोन बा एबे वर्तमान माने थिबा बाबिलोन विषय रे वर्णना करा जायछि आ से वर्तमान थिबा बाबिलोन होछि मॉडर्न डे इराक आ रहस्य बाबिलोन होछि समग्र पृथ्वी रो देश को बुझाउछि
ठीक अच्छे मु भावुची क्लियर हेतिबे ठीक अच्छे एबे आगु बुझिबा तेबे 17 पर्व रे जहा वर्णना करा जायछि 17 पर्वर एक पदर आरंभ करी 18 पद पर्यंत ए रहस्य बाबिलोन विषय वर्णना करा जायछि आ ताहा हम देखि जिबा तेबे ए जो समग्र पृथ्वी को एटा वर्णना करा जायछि 17 पर्व एक पदर ध्यान देंतु ध्यान देले ही बुझी पारबे कारण एटा टिके कॉम्प्लिकेटेड अछि 17 पर्व एक पद पढिबा तत्परे सप्त पात्रधारी सप्त दूतଙ୍କ ମଧ୍ୟରୁ जणे आसी मते कहिले एठाकू उठी आसो जेउ महावेश्या बहु जल राशि निकट उपविष्ट तो ये जो 17 पर्व रे गुडाई सिंबल जाक अछि तो ए सिंबल गुडा को आमे जदी जानि देबा तबे 17 पर्वटा बुझिबाटा टिके सहज हेजि तबे 17 पर्वर सिंबल कोन सिंबल गुडा को अर्थ गुडा को मु प्रथमे आपन कहि दोछि प्रथमे सिंबल इठी हम देखि पारछु कोन तत्परे सप्त पात्रधारी सप्त दूतଙ୍କ ମଧ୍ୟରୁ जणे आसी मते कहिले एठाकू उठी आसो तेबे शिष्य जहन को कहउचंती एठाकू उठी आसो मु तुमको गोटे गुप्त विषय जाको देखेबी कौन से गुप्त विषय जो महावेश्या बहु जल राशि निकट रे उपविष्ट महावेश्या ए महावेश्या किए तापरे ए बहु जल राशि किए आर अर्थ देइछि आपण मान देखंतु आर अर्थ देइछि थैंक यू लॉर्ड जीसस हालेलुया ए महावेश्यार अर्थ देइछि 17 पर्व तार 18 पदरे देइछि सेट लेखाइ देखंतु आ जे स्त्री लोक ए महावेश्या होछि गोटे स्त्री लोक आ ए जे स्त्री लोक को तुमे देखिलो से पृथ्वी रो राजा मानक ऊपर राजत्व करथिबा महानगरी को बुझाय पृथ्वी मानक ऊपर राजत्व करथिबा राजा मानकर ऊपर राजत्व करथिबा महानगरी को बुझाय तो आपण लिखि परिबे ए जो स्त्री होछि कोन महानगरी जे कि पृथ्वी ऊपर राजा मानक ऊपर से राजत्व करूछि दुई नंबर होछि बहु जल राशि निकट रे उपस्थित से बेश्या तेबे बहु जल राशि बा मेनी वाटर्स आरो तर्जमा कोन 17 पर्व 15 पदर लेखा जाय आरो अर्थ प्रकाशित वाक्य 17 पर्व 15 पदरे से बहु जल राशि बोली ताहार अर्थ वर्णना करा जाय आउ से मते कहिले जेउ जल राशि निकट रे तुमे बेश्या को उपविष्ट थिबार देखिलो सेही जल राशि विभिन्न वंश जनता जाति और भाषावादी लोक को बुझाय से जल राशि के मान को बुझाए विभिन्न वंश विभिन्न जनता विभिन्न जाति विभिन्न भाषावादी को बुझाए ठीक अच्छे तापरे आमे आगो बुझिबा तापरे जेउ दुई पदर लेखा जाए जहा सहित पृथ्वी रो राजा माने व्यभिचार करि अछंती और पृथ्वी निवासी माने जहार व्यभिचार रूप मदिरा रे मत होई अछंती ताहार दंड तुमको देखाई तो प्रभु ए शिष्य जहन को से की प्रकार दंड पाइबा को जाउछि के से जगत समग्र जगत की प्रकार दंड पाइबा को जाउछि से दंड मु तो तुमको देखाइबी बोली शिष्य जहन को कहउछंती तब एटा होछि एक्सप्लेनेशन चैप्टर ठीक अछि सप्तम पात्र ढळा गला बेलको जो दंड पृथ्वी रे घटिबो सेही दंड को पुनर्बार वर्णना करी विस्तीर्ण भावे 17 पर्व रे लेखाइछि सेतबाय प्रभु शिष्य जहन को कहउछंती जे पृथ्वी रो राजा माने जा सहित व्यभिचार करछन व्यभिचार बोली कहले ए पृथ्वी रे जो अनेक नगरी गुडा अछि अनेक नगरी रे अनेक देश रे जो पाप मंद व्यभिचार बढ़ी चलीछि मद्यपान करबा रंगरस करबा स्त्री मान को झियो मान को रेप करबा तो ये जो पाप दोष अपराध बढ़िबा सकाशु परमेश्वर को जो प्रधर पात्र ढळा जीवो आ तार दंड की प्रकार थिबो ताहा ताहा वर्णना करी शिष्य जहन को प्रभु कहउछंती आ ताहा 17 पर्व रे उल्लेख करा जायछि सेथिरे से मोते आत्मा रे प्रांतर मध्य को घिनि जानते मु जने स्त्री लोक को गोटे लोहित वर्ण पशु ऊपर बसी थिबार देखिली सेही पशुर सर्वांग ईश्वर निंदा सूचक नाम रे परिपूर्ण आ ताहार सप्त मस्तक और 10 श्रृंग 17 पर्व 3 पद मु पढुची एठी देखंतु गोटे स्त्री लोक विषय कहा जाउछ ए स्त्री लोक किए आमान पढी गलो स्त्री लोक होची पृथ्वी रे राजा मानक ऊपर राजत्व करथवा महानगरी ए स्त्री लोक होची महानगरी ठीक अछि ए महानगरी किए बाबिलोन महानगरी बा इराक महानगरी
तापर लिखा जाए गोटे लोहित वर्ण पशु रेड ड्रैगन रेड बीस्ट तो ये पशु किए ये पशु होची भंड ख्रीष्ट तो ये भंड ख्रीष्ट कौन करछि राजत्व करिवो से महाक्लेश समय एबे बुझी पारुथिबे से भंड ख्रीष्ट से महानगरी रे राजत्व करिवो से भंड ख्रीष्ट जेरूशलेम रे राजत्व करिवो से महाक्लेश समय से भंड ख्रीष्ट बा से पशु समग्र पृथ्वी रे राजत्व करिवो तेबे आमे जानि गलु तेबे से पशु तार सप्त मस्तक आ 10 श्रृंग सप्त मस्तक बोली कहले कोन सेवन हेड होची सात राजा को बुझाए तार तर्जुमा 10 पद रे दिया जाए सप्त मस्तक मध्य सप्त राजा को बुझाए तो सप्त राजा जो सात गोटी राजा बा सात गोटी प्रेसिडेंट बा सात गोटी प्रधानमंत्री प्राइम मिनिस्टर से भंड ख्रीष्ट को कौन करिवे सहमत करिवे भंड ख्रीष्ट को से माने साहाय्य करिवे बा सपोर्ट करिवे तो से पशुर सप्त मस्तक बोली कहले सातटी राजा से भंड ख्रीष्ट को सपोर्ट करिवे से 7 वर्ष समय टाइम रे तापर लिखा जाए 10 श्रृंग बोली कहले कोन ताहा 10 श्रृंग बोली कहले तार अर्थ देछि 12 पदरे 17 पर्व 12 पदरे देछि से 10 श्रृंगर अर्थ आहुरी जो 10 श्रृंग देखिलो सेही सब 10 राजा को बुझाए माने से 10 श्रृंग मध्य 10टा राजा 7टी मस्तक मध्य 7टी राजा 10टा श्रृंग मध्य 10टा राजा माने 17टा राजा बोली कहले 17टा लीडर पृथ्वीर बड़ बड़ 17टा लीडर सेही समय भंड ख्रीष्ट को क्षमता देवे बोले तार पावर देवे आ सेही पावर रे से पृथ्वी को शासन करिवे एबे आपण बुझी पारथिबे तो एटा होछ वर्णनात्मक चैप्टर ठीक अछि तापर आगो को जिबा 4 पद 17 पर्व 4 पद स्त्री लोक बाईगणिया और लोहित वर्ण वस्त्र परिहिता पुणी सुवर्ण बहुमूल्य मणि और मुक्तारे भूषिता ताहार हस्तरे गोटे सुवर्ण पात्र ताहा घृण्य पदार्थ और ताहार व्यभिचार रूप असुचि कर्म रे परिपूर्ण एबे स्त्री लोक किए आमे देखि गलो से स्त्री लोक होची से महानगरी बाबिलोन महानगरी आ ये स्त्री लोक कोन ना ए बहुमूल्य एबे देखो तो बहुत बड़ बड़ नगरी गुडा करे दुबई धरन दुबई रे सुना बेसी टंका बेसी दुबई रे सुना बेसी दुबई रे बहुमूल्य पदार्थ गुडा को बेसी सुवर्ण पात्र बोली लिखा जाए माने सीट्रो कार माने भी सुनार थाउची दुबई रे गोटे उदाहरण पाई कहूँ सीट्रो माने पात्र गुडा को भी सुनार पात्र सीट्रो चेन गुडा को भी सुनार से माने पिंथिबे जोता भी सुनार पिंथिबे से माने मुकुट भी सुनार पिंथिबे कारण सुना बहुत मात्रा रे दुबई रे अवेलेबल तो एठी हम देखि परछु जे सेई नगरी महानगरी रे माने सुनारे परिपूर्ण किंतु सेई नगरी घृण्य पदार्थ और तार व्यभिचार रूप असुचि कर्म रे परिपूर्ण जेहेतु टंका बेसी सुना बेसी रूपा बेसी गाड़ी घोड़ा बेसी सेति पई व्यभिचार कर्म रे असुचि कर्म रे से नगरी गुडा को परिपूर्ण बोली लिखा जाय तापर आगु बुझिबा ताहार कपाल रे एही निगूढ़ भावयुक्त नाम लिखित थिला महानगरी बाबिलो बेश्या मानकर और पृथ्वीर समस्त घृण्य विषय जननी आमे देखि गलु समग्र पृथ्वीर जो पाप मु कहितली भंड ख्रीष्टर शासन रे भंड ख्रीष्ट माने पाप को अधिक वृद्धि करिवो से भंड ख्रीष्ट स्थाने स्थाने लोक मान को व्यभिचार करिया पई लीगल कर देबो पुरुष सहित व्यभिचार करिवे स्त्री सहित व्यभिचार करिवे छक मान को छक स्थान मान करिवे आजिकाली मध्य आपण देखि पारुथबे फॉरेन कंट्री गुडा करे रोड रे से माने माने चुमा चुमी होउथबे बा किस करा करी होउथबे आ से मानक पई सेटा कॉमन हे जाईछि ए तो पो झियो किस करा करी होउथबे बॉयफ्रेंड गर्लफ्रेंड किंतु आजि डेट रे बॉयफ्रेंड किस करा करी होउछन्ती गर्लफ्रेंड किस करा करी होउछन्ती बॉयफ्रेंड माने पो सहित विवाह करूछि झियो सहित विवाह करूछि माने की शेष समय रो परिस्थिति चाली आछि मो प्रिय माने जघन्य घृण्य यज्ञ माने विषय बा पाप अपराध से माने करू अछंती आ ता बाइबल स्पष्ट रूपे हम मान को प्रमाण दिए शेष समय रे पाप रो वृद्धि हेबो अधर्म रो वृद्धि हेबो बोले माथि तार 24 पर्व रे लिखा जाए शेष समय रे पाप रो वृद्धि हेबो अधर्म रो वृद्धि हेबो ए भंड ख्रीष्ट तार शासन रे मो प्रिय माने छको स्थान मान करे पाप करिया पई
ତାହା ଲିଗାଲ ଲ ରେ ସେ ପରିଣତ କରିଦେବ ମାନେ ତାର ଗୋଟେ ନିୟମରେ ସେ ପରିଣତ କରିଦେବ ଯେ ଲୋକମାନେ ଛକ ସ୍ଥାନ ମାନଙ୍କର ମଧ୍ୟ ବ୍ୟଭିଚାର ପାପ କରିବା ଆରମ୍ଭ କରିବେ ସେଇ ସମୟରେ। ତ ଏଇ ସ୍ଥାନରେ ଆମେ ଦେଖିପାରୁଛୁ ଆଉ ତାର ଜନନୀ ମାନେ ସେ ପାପର ଉତ୍ପାଦନ ବା ତାର ଲ ଆଉ ରେଗୁଲେସନ କୋଉଠୁ ଆରମ୍ଭ ହେବ ଦ ଗ୍ରେଟ ସିଟି ବାବିଲୋନ ମଡର୍ନ ଡେ ଇରାକ ରୁ ବା ଜେରୁସାଲମ ରୁ ମାନେ ସେଇ ଅଞ୍ଚଳରୁ ତାହା ଆରମ୍ଭ ହବ ଆଉ ସେ ତାହା କିଏ ଆରମ୍ଭ କରିବ ଭଣ୍ଡ ଖ୍ରୀଷ୍ଟ। ତାପରେ ଆମେ ଦେଖିବା 6 ପଦ ମୁଁ ସେଇ ସ୍ତ୍ରୀ ଲୋକକୁ ସାଧୁ ମାନଙ୍କୁ ଓ ଯୀଶୁଙ୍କ ସାକ୍ଷୀ ମାନଙ୍କ ରକ୍ତ ପାନରେ ମତ ହୋଇଥିବାର ଦେଖିଲି ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି। ଦେଖନ୍ତୁ ଏଇ ମହାକ୍ଲେଶ ସମୟରେ ଏଇ ଭଣ୍ଡ ଖ୍ରୀଷ୍ଟ କଣ କରିଥିବ ସାଧୁ ମାନଙ୍କୁ ହତ୍ୟା କରିଥିବ ଯୀଶୁଙ୍କ ସାକ୍ଷୀ ମାନଙ୍କୁ ହତ୍ୟା କରିଥିବ ଆଉ ସେମାନଙ୍କର ରକ୍ତରେ ରକ୍ତ ପାନରେ ମତ ହୋଇଥିବାର ମୁଁ ଦେଖିଲି ବୋଲି ଶିଷ୍ୟ ଯୋହନ କହୁଛନ୍ତି। ତେବେ ଏଇ ଯୋଉ ମହାନଗରୀ ବାବିଲ ବା ସମଗ୍ର ପୃଥିବୀରେ ର ଦେଶ ଗୁଡାକ ଏମାନେ ସମସ୍ତେ ଭଣ୍ଡ ଖ୍ରୀଷ୍ଟର ଶାସନରେ ରୁଲ ଆଉ ରେଗୁଲେସନରେ ଚାଳିତ ହେଉଥିବେ ଆଉ ସମଗ୍ର ଦେଶର ଯୋଉ ସୈନ୍ୟ ଦଳ ମାନେ ଭଣ୍ଡ ଖ୍ରୀଷ୍ଟର ରୁଲ ଅନୁସାରେ ଚାଲୁଥିବେ ଆଉ ସେମାନେ ସେଇ ସମୟରେ ଈଶ୍ୱରଙ୍କର ବାକ୍ୟକୁ ଯୋଉମାନେ ବିଶ୍ୱାସ କରିବେ ଆଉ ଯୀଶୁଙ୍କର ସାକ୍ଷ୍ୟ ଯୋଉମାନେ ଯୀଶୁଙ୍କର ସାକ୍ଷୀ ମାନଙ୍କୁ ସାଧୁ ମାନଙ୍କୁ ସେମାନେ ରକ୍ତପାତ କରିବେ। ଆଉ ସେଥିପାଇଁ ଆମମାନେ ପ୍ରକାଶିତ ବାକ୍ୟ 6 ପର୍ବରେ ଆମେ ଦେଖିଗଲୁ ଯେତେବେଳେ ପ୍ରଭୁ ଯୀଶୁ ପଞ୍ଚମ ମୁଦ୍ରା ଭାଙ୍ଗୁଛନ୍ତି ସେତେବେଳେ ସାଧୁ ମାନଙ୍କର ଆତ୍ମା ମାନେ ବେଦୀ ସ୍ୱର୍ଗର ବେଦୀ ତଳେ ଉପସ୍ଥିତ ହୋଇ ସେମାନେ ପ୍ରାର୍ଥନା କରୁଛନ୍ତି ହେ ପ୍ରଭୁ ତୁମେ ଆମମାନଙ୍କର ରକ୍ତର ପ୍ରତିଶୋଧ ନିଅ ଆଉ ତୁମ ଆମମାନଙ୍କର ରକ୍ତର ପ୍ରତିଶୋଧ ତୁମେ କେବେ ନେବ ବୋଲି ସେମାନେ ସେ ସାଧୁ ମାନେ ପ୍ରଭୁଙ୍କ ନିକଟରେ ସେମାନେ ପ୍ରାର୍ଥନା କରୁଛନ୍ତି ହେ ପ୍ରଭୁ ତୁମେ ତ ନ୍ୟାୟ ଭାବେ ବିଚାର କର୍ତ୍ତା। ଏ ମୋ ପ୍ରିୟ ମାନେ ତେବେ ଗୋଟେ ସମୟ ଆରମ୍ଭ ହେଇଯାଉଛି 6ଠ ମୁଦ୍ରାରୁ ଆରମ୍ଭ ହେଇଯାଉଛି ଈଶ୍ୱରଙ୍କର ପ୍ରତିଶୋଧ ନେବାର ସମୟ ଆରମ୍ଭ ହେଇଯାଉଛି। ତାପରେ ଆମେ ଏଠି ଦେଖିପାରୁଛୁ ତ ସେଇ ମହାନଗରୀ ବା ସମଗ୍ର ଦେଶ ସେଇ ସାଧୁ ମାନଙ୍କର ରକ୍ତପାତର ଦାୟୀ ଅଟେ। ସେଥିରେ ଦୂତ ମତେ କହିଲେ କାହିଁକି ଆଶ୍ଚର୍ଯ୍ୟାନ୍ୱିତ ହେଲ ମୁଁ ତୁମକୁ ସେଇ ସ୍ତ୍ରୀ ଲୋକର ଓ ତାହାର ବାହନ ସପ୍ତମସ୍ତକ 10 ଶୃଙ୍ଗ ବିଶିଷ୍ଟ ଯେଉଁ ପଶୁ ତାର ନିଗୂଢ ତତ୍ଵ ବୁଝାଇଦେବି। ତ ସେ ଦୂତ ଶିଷ୍ୟ ଯୋହନ କହୁଛନ୍ତି ତୁମେ ଆଶ୍ଚର୍ଯ୍ୟ ହୁଅ ନାହିଁ ତମେ ଯଦି ବୁଝିପାରୁନ ଏଇ ଯୋଉ ସିମ୍ବଲ ଗୁଡାକର ଅର୍ଥ ମୁଁ ତୁମକୁ ସେ ସିମ୍ବଲ ଗୁଡାକର ଅର୍ଥ ବୁଝେଇ ଦଉଛି ବୋଲି ତାପରେ ତାଙ୍କୁ ସେ ସିମ୍ବଲ ଗୁଡାକର ଅର୍ଥ ବୁଝେଇବା ଆରମ୍ଭ କଲେ। ସେ କହିଲେ ଯେଉଁ ପଶୁକୁ ତୁମେ ଦେଖିଲ ତାହା ଥିଲା ଏବେ ନାହିଁ ପୁଣି ତାହା ପାତାଳ କୁଣ୍ଡରୁ ଉଠି ବିନାଶ ପାଇବ। ତ ସେ ପଶୁ କୋଉଠାରୁ ଉଠିବ ପାତାଳ କୁଣ୍ଡରୁ ଉଠିବ ତାହା ପ୍ରକାଶିତ 13 ପର୍ବରେ ଲେଖାଯାଏ। ସେ ଭଣ୍ଡ ଖ୍ରୀଷ୍ଟ କୋଉଠୁ ଆସିବ ପାତାଳ କୁଣ୍ଡରୁ ଆସିବ। ସେ ଭଣ୍ଡ ଖ୍ରୀଷ୍ଟ ଆଉ ଭଣ୍ଡ ଭାବବାଦୀ କୋଉଠୁ ଆସିବେ ଲେଖାଯାଏ ସମୁଦ୍ରରୁ ଆସିବେ। ସମୁଦ୍ର ବୋଲି କହିଲେ ଜଗତକୁ ବୁଝାଏ ମୋ ପ୍ରିୟ ମାନେ ପାତାଳ କୁଣ୍ଡ ବୋଲି କହିଲେ ମାନେ ଜଗତକୁ ବୁଝାଏ। ତ ସମୁଦ୍ର ବୋଲି କହିଲେ ଏଇ ସମୁଦ୍ରରୁ ବା ଏଇ ଜଗତରୁ ହିଁ ସେ ଆସିବ ସେ ଗୋଟେ ମନୁଷ୍ୟ ଲେଖାଯାଏ। ବାଇବେଲ ଲେଖାଯାଏ 2 ଥେସଲୋନିକ 2 ପର୍ବରେ ଲେଖାଯାଏ ସେ ଅଧର୍ମ ପୁରୁଷ ବୋଲି ଲେଖାଯାଏ। ସେ ଗୋଟେ ପୁରୁଷ ଅଟେ ଆଉ ସେ ଅଧର୍ମ ପୁରୁଷ ଅଟେ ସେ ଭଣ୍ଡ ଖ୍ରୀଷ୍ଟ ଆଉ ସେ ଏଇ ପୃଥିବୀରୁ ହିଁ ସେ ଆସିବ। ଆଉ ଭଣ୍ଡ ଭାବବାଦୀ ମଧ୍ୟ ଏଇ ପୃଥିବୀରୁ ଗୋଟେ ମନୁଷ୍ୟରେ ସେମାନେ ଆସିବେ କିନ୍ତୁ ସେମାନଙ୍କର ଭିତରେ ଭଣ୍ଡ ଖ୍ରୀଷ୍ଟର ଆତ୍ମା ଆଉ ଭଣ୍ଡ ଭାବବାଦୀର ଆତ୍ମା ବା ଶୈତାନର ଆତ୍ମା କାର୍ଯ୍ୟ କରୁଥିବ। ଦେଖାଯାଏ ସେ ପାତାଳ କୁଣ୍ଡରୁ ଉଠିବ କିନ୍ତୁ ସେ ବିନାଶ ପାଇବ। କେବେ ବିନାଶ ପାଇବ ଯେତେବେଳେ 7 ବର୍ଷ କ୍ଲେଶର ସମୟ ସମାପ୍ତ ହେବ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ଆଗମନ ହବ ଯେତେବେଳେ ପ୍ରଭୁ ଯୀଶୁ ସେ ଭଣ୍ଡ ଖ୍ରୀଷ୍ଟ ଆଉ ଭଣ୍ଡ ଭାବବାଦୀକୁ ଅଗ୍ନି ପ୍ରଜ୍ୱଳିତ ହ୍ରଦରେ ପକାଇବେ ଆଉ ବିନାଶ କରିବେ। ହେଲେ ସେ ଯେତେବେଳେ ପାତାଳ କୁଣ୍ଡରୁ ଉଠିବ ସେତେବେଳେ ପୃଥିବୀ ନିବାସୀ ଯେତେ ଲୋକଙ୍କ ନାମ ଜଗତର ପତନା ବୁଦ୍ଧି ଜୀବନ ପୁସ୍ତକରେ ଲିଖିତ ହୋଇନାହିଁ। ଦେଖନ୍ତୁ ମୁଁ ଆଜି ସକାଳେ ମୁଁ ମୋର ଟିଚିଂ ଦେଇଛି ଜୀବନ ପୁସ୍ତକ ବିଷୟରେ ଆଉ ଜୀବନ ପୁସ୍ତକରେ ଅନେକ ଲୋକଙ୍କର ନାମ ଟୋଟାଲି ଲେଖା ହେଇନି। ଯେତେ ଜଣ ଯୀଶୁଙ୍କୁ ଗ୍ରହଣ କରିଛନ୍ତି ଯୀଶୁଙ୍କୁ ବିଶ୍ୱାସ କରିଛନ୍ତି ସେମାନଙ୍କର ନାମ ଜୀବନ ପୁସ୍ତକରେ ଲେଖା ହେଇଛି କିନ୍ତୁ ଅନେକ ଏ ପ୍ରକାର ଲୋକ ଅଛନ୍ତି ଯୋଉମାନେ ଯୀଶୁଙ୍କୁ ବିଶ୍ୱାସ କରିନାହାନ୍ତି ଯୀଶୁଙ୍କୁ ଗ୍ରହଣ କରିନାହାନ୍ତି ଯୀଶୁଙ୍କୁ ନିଜ ଜୀବନର ଉଦ୍ଧାରକର୍ତ୍ତା କରିନାହାନ୍ତି ସେମାନଙ୍କ ନାମ ଜୀବନ ପୁସ୍ତକରେ ଏ ପର୍ଯ୍ୟନ୍ତ ଲେଖା ଯାଇନାହିଁ। ତେବେ ଏଠି ଲେଖାଯାଏ ସେମାନେ ସେ ପଶୁକୁ ପ୍ରଣାମ କରିବେ। ସେଇମାନେ ସେ ପଶୁକୁ ଯୋଉମାନଙ୍କ ନାମ ଜୀବନ ପୁସ୍ତକରେ ଲେଖା ହେଇନାହିଁ ସେମାନେ ସେ ପଶୁର ଚିହ୍ନକୁ ଆପଣ ହସ୍ତରେ ଆଉ କପାଳରେ ଗ୍ରହଣ କରିବେ। ତାପରେ 9 ପଦ ଏହି ସ୍ଥଳରେ ବୁଦ୍ଧି ବିଶିଷ୍ଟ ମନ ଆବଶ୍ୟକ। ସେଇ ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ। ଏଇ ସପ୍ତ ପର୍ବତ ଉପରେ ସ୍ତ୍ରୀ ଲୋକ ଉପବିଷ୍ଟା। ସେଇ ସପ୍ତ ମସ୍ତକ ସପ୍ତ ରାଜାଙ୍କୁ ବୁଝାଏ।
ସେଇ ସପ୍ତ ମସ୍ତକ ସପ୍ତ ପର୍ବତକୁ ବି ବୁଝାଏ ଆଉ ସେଇ ସପ୍ତ ମସ୍ତକ ସପ୍ତ ରାଜାଙ୍କୁ ବି ବୁଝାଏ। ସପ୍ତ ପର୍ବତ ବୋଲି କହିଲେ କଣ ମୋ ପ୍ରିୟ ମାନେ ସପ୍ତ ପର୍ବତ ବୋଲି କହିଲେ ସାତଟା ଦେଶ ଠିକ ଅଛି ସାତଟା ଦେଶ ସାତଟା ଦେଶର ରାଜା ମାନେ ବା ତାକୁ ଆମେ ଆଉ ଗୋଟେ ତର୍ଜମା କଲେ ସାତଟା ମହାଦେଶ ବୋଲି ମଧ୍ୟ କହିପାରିବା। ସପ୍ତ ପର୍ବତ ବୋଲି କହିଲେ ମାନେ ସାତଟା ମହାଦେଶ 7 କଣ୍ଟିନେଣ୍ଟ ଅଫ ଦ ୱାର୍ଲଡ 7 କଣ୍ଟିନେଣ୍ଟ ଅଫ ଦ ୱାର୍ଲଡ ସାତଟା ରାଜା ବୋଲି କହିଲେ ସାତଟା ମସ୍ତକ ବୋଲି କହିଲେ ସାତଟା ରାଜା ଆଉ 7 କଣ୍ଟିନେଣ୍ଟ ବୋଲେ ସାତଟା ମହାଦେଶର ସାତଟା ରାଜା ବା ସାତଟା ପ୍ରେସିଡେଣ୍ଟ ସେମାନେ ତାଙ୍କର କ୍ଷମତା କାହାକୁ ଦେବେ ସେଇ ପଶୁକୁ ଦେବେ ବା ଭଣ୍ଡ ଖ୍ରୀଷ୍ଟକୁ ଦେବେ ଆଉ ସେଇ କ୍ଷମତା ଅନୁସାରେ ସେ ଆଗକୁ କାର୍ଯ୍ୟ କରିବ। ତାପରେ ଲେଖାଯାଏ ସେମାନଙ୍କ ମଧ୍ୟରୁ 5 ଜଣ ପତିତ ହୋଇଅଛନ୍ତି ଜଣେ ବର୍ତ୍ତମାନ ଅଛି ଆଉ ଜଣେ ଏପର୍ଯ୍ୟନ୍ତ ଆସିନାହିଁ ସେ ଆସିଲେ ଅଳ୍ପ କାଳ ମାତ୍ର ସମୟ ରହିବ। ତେବେ ଏଇଟା ମାନେ ଏଇଟା ବହୁତ ଡିପ୍ ଜିନିଷଟା ଏଟା ଆମେ ପରେ ଦେଖିବା କେତେବେଳେ ଆଗକୁ ଯିବା 11 ପଦ ପୁଣି ଯେଉଁ ପଶୁ ଥିଲା ଆଉ ଏବେ ନାହିଁ ସେ ଅଷ୍ଟମ ତଥାପି ସେ ସେହି ସପ୍ତ ରାଜାଙ୍କ ମଧ୍ୟରୁ ଜଣେ ଆଉ ବିନାଶ ପାଇବ ଏଇଟା ମଧ୍ୟ ଆମେ ପରେ ଦେଖିବା ଆଗକୁ ଯିବା 12 ପଦ ଆହୁରି ଯେଉଁ 10 ଶୃଙ୍ଗ ଦେଖିଲ ସେଇ 10 ରାଜାଙ୍କୁ ବୁଝାଏ ମାନେ ସାତଟା ଦେଶର ରାଜା ମାନଙ୍କୁ ବୁଝାଏ ବା ପ୍ରେସିଡେଣ୍ଟ ମାନଙ୍କୁ ବୁଝାଏ ବା ପ୍ରଧାନମନ୍ତ୍ରୀକୁ ବୁଝାଏ ସେମାନେ ଏପର୍ଯ୍ୟନ୍ତ ରାଜ୍ୟ ପାଇନାହାନ୍ତି କିନ୍ତୁ ପଶୁ ସଙ୍ଗରେ 1 ଘଣ୍ଟା ପର୍ଯ୍ୟନ୍ତ ରାଜା ମାନଙ୍କ ପରି ସେମାନେ କ୍ଷମତା ପ୍ରାପ୍ତ ହେବେ। ପଶୁ ସହିତ ସେଇମାନେ ରାଜା ମାନଙ୍କ ପରି କ୍ଷମତା ପ୍ରାପ୍ତ ହେବେ ସେ ପ୍ରେସିଡେଣ୍ଟ ମାନେ ଆଉ ସେ ପ୍ରାଇମ ମିନିଷ୍ଟର ମାନେ 13 ପଦ ସେମାନେ ଏକ ମନା ଆଉ ସେମାନେ ସେଇ ପଶୁକୁ ଆପଣ ମାନଙ୍କର ଶକ୍ତି ଆଉ କ୍ଷମତା ଦେବେ। ଦେଖନ୍ତୁ ସ୍ପଷ୍ଟ ଭାବେ ଲେଖାଯାଏ ସେମାନେ ସେ ଭଣ୍ଡ ଖ୍ରୀଷ୍ଟକୁ ସେଇ ପ୍ରାଇମ ମିନିଷ୍ଟର ପ୍ରେସିଡେଣ୍ଟ ମାନେ ସେମାନେ ଆପଣ ଶକ୍ତି ଦେବେ ଆଉ କ୍ଷମତା ଦେବେ ବୋଲେ ଆପଣ ସୈନ୍ୟ ବଳ ଦେବେ ଆପଣ ପାୱାର ଦେବେ ଆପଣ ୱିପନ ଦେବେ ଆପଣ ନ୍ୟୁକ୍ଲିୟର ବମ୍ ଦେବେ ସବୁ ଦେବେ କ୍ଷମତା ଦେବେ ଭଣ୍ଡ ଖ୍ରୀଷ୍ଟ ଭଣ୍ଡ ବାବା ଦେବେ କଣ ପାଇଁ କ୍ଷମତା ଦେବେ 14 ପଦରେ ଲେଖାଯାଏ ସେମାନେ ମେଷ ଶାବକଙ୍କ ସହିତ ଯୁଦ୍ଧ କରିବେ ଆଉ ମେଷ ଶାବକ ସେମାନଙ୍କୁ ଜୟ କରିବେ କାରଣ ସେ ପ୍ରଭୁମାନଙ୍କ ପ୍ରଭୁ ରାଜା ମାନଙ୍କ ରାଜା ପୁଣି ଯେଉଁମାନେ ତାହାଙ୍କ ସହିତ ଅଛନ୍ତି ସେହି ଆହୁତ ମନୋନୀତ ଓ ବିଶ୍ୱସ୍ତ ଲୋକମାନେ ମଧ୍ୟ ଜୟ କରିବେ। এই 17 ପର୍ବ ଆଜି ଆମେ ସାରିଦେବା କାରଣ କାଲିକୁ 18 ପର୍ବ ଆମେ ଧ୍ୟାନ କରିବାର ଅଛି ଆମ ପାଖରେ ଆଉ ଗୋଟେ 5 ମିନିଟ ସମୟ ଅଛି ଆମେ ଛାଡ଼ିଦେବା। ତ 14 ପଦରେ ଲେଖାଯାଏ 13 ପଦରେ ଲେଖାଯାଏ ଯେ ସବୁ ସମଗ୍ର ପୃଥିବୀର ପ୍ରାଇମ ମିନିଷ୍ଟର ପ୍ରେସିଡେଣ୍ଟ ମାନେ ସେମାନଙ୍କର ସୈନ୍ୟ ବଳ ସମସ୍ତ ଶକ୍ତି ସମସ୍ତ କ୍ଷମତା କାହାକୁ ଦେବେ ଭଣ୍ଡ ଖ୍ରୀଷ୍ଟକୁ ଦେବେ ଆଉ ସେ ଭଣ୍ଡ ଖ୍ରୀଷ୍ଟ ସେ ସବୁ ନ୍ୟୁକ୍ଲିୟର ୱିପନ ଆଟମ ବମ୍ ବାୟୋଲୋଜିକାଲ ୱିପନ ସବୁ ଧରିବ ସମଗ୍ର ପୃଥିବୀର ସୈନ୍ୟ ଦଳକୁ ଧରିବ ଆଉ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବିରୁଦ୍ଧରେ ଯୁଦ୍ଧ ଲାଗିବା ପାଇଁ ସେ ହର୍ମିଗଦନ ନାମକ ସ୍ଥାନରେ ସମସ୍ତଙ୍କୁ ଏକତ୍ର କରିବ ତାହା ଲେଖାଯାଏ ପ୍ରକାଶିତ 16 ପର୍ବ 16 ପଦରେ ଲେଖାଯାଏ। କିନ୍ତୁ ଏଠାରେ ଲେଖାଯାଏ ପ୍ରଭୁ ଯୀଶୁ ଯେହେତୁ ରାଜା ମାନଙ୍କ ରାଜା ଅଟନ୍ତି ପ୍ରଭୁ ମାନଙ୍କୁ ପ୍ରଭୁ ଅଟନ୍ତି ସେଥିପାଇଁ ସେ କଣ କରିବେ ନା ତାକୁ ଜୟ କରିବେ। ଲେଖାଯାଏ 19 ପର୍ବରେ ଲେଖାଯାଏ ତାହା ଆପଣ ମୁଖ ନିଃସୃତ ଖଡ୍ଗ ଦ୍ୱାରା ସେ ସମସ୍ତଙ୍କୁ ନିପାତ କରିବେ ବଧ କରିବେ ଆଉ ଭଣ୍ଡ ଖ୍ରୀଷ୍ଟ ଭଣ୍ଡ ବାବା ଦେଖୁ ଜିଅନ୍ତା ଅଗ୍ନିଆ ବନ୍ଧକ ପ୍ରଜ୍ୱଳିତ ହ୍ରଦରେ ପକାଇବେ। ତାପରେ ଲେଖାଯାଏ ଯୀଶୁଙ୍କ ସହିତ ଯେଉଁମାନେ ଆସିଥିବେ ସେ ପ୍ରକାଶ ଆଗମନରେ ସେମାନେ ମଧ୍ୟ ମନୋନୀତ ବିଶ୍ୱସ୍ତ ଲୋକମାନେ ସେମାନେ ମଧ୍ୟ ଜୟ କରିବେ ଅର୍ଥାତ ଆମେ ମାନେ ଯେ ଯୀଶୁଙ୍କ ସହିତ ଆସିଥିବା ଆମମାନେ ମଧ୍ୟ ଜୟ କରିବା ହାଲେଲୁୟା ପ୍ରଭୁଙ୍କର ଗୌରବ ହେଉ। ତାପରେ 15 16 17 18 ପଦ 4ଟା ପଦ ଅଛି ଆମମାନେ ପଢି ସମାପ୍ତ କରିବା। ଆଉ ସେ ମତେ କହିଲେ ଯେଉଁ ଜଳରାଶି ନିକଟରେ ତୁମେ ବେଶ୍ୟା କୁପ୍ରତିଷ୍ଠା ଥିବା ଦେଖିଲ ସେଇ ଜଳରାଶି ବିଭିନ୍ନ ବଂଶ ଜନତା ଜାତି ଭାଷାବାଦୀ ଲୋକଙ୍କୁ ବୁଝାଏ ତା ଆମେ ମାନେ ଶୁଣି ଯାଇଥିଲୁ। 16 ପଦ ପୁଣି ଯେଉଁ 10 ଶୃଙ୍ଗ ଦେଖିଲ ସେଇ ସବୁ ସେଇ ପଶୁ ବେଶ୍ୟାକୁ ଘୃଣା କରିବେ ଏବଂ ତାହାକୁ ଉଚ୍ଛିନ୍ନ ଓ ଉଲ୍ଲଙ୍ଘ କରିବେ ଆଉ ତାର ମାଂସ ଭକ୍ଷଣ କରିବେ ଓ ତାହାକୁ ଅଗ୍ନିରେ ଦଗ୍ଧ କରିବେ। ମାନେ ଅର୍ଥାତ୍ ଭଣ୍ଡ ଖ୍ରୀଷ୍ଟ ଆଉ ଭଣ୍ଡ ଭାବବାଦୀ ମାନେ ସେଇ ସମୟର ଲୋକମାନଙ୍କୁ ବିଭିନ୍ନ ଜାତି ବିଭିନ୍ନ ଗୋଷ୍ଠୀ ବିଭିନ୍ନ ଭାଷାବାଦୀର ଲୋକମାନଙ୍କୁ ଉଲ୍ଲଙ୍ଘ କରିବେ ସେମାନଙ୍କ ସହିତ ବ୍ୟଭିଚାର କରିବେ ସେମାନଙ୍କୁ ଭୀଷଣ କ୍ଲେଶ ଦେବେ ସେମାନଙ୍କୁ ବଧ କରିବେ ସେମାନଙ୍କ ସହିତ ବହୁତ ବ୍ୟଭିଚାର କରିବେ କାରଣ ସେ ମହାକ୍ଲେଶ ସମୟରେ ଭଣ୍ଡ ଖ୍ରୀଷ୍ଟ ଅଧର୍ମକୁ ବୃଦ୍ଧି କରିବ। ଆଗକୁ ଯିବା 17 ପଦ କାରଣ ଈଶ୍ୱରଙ୍କ ସମସ୍ତ ବାକ୍ୟ ଯେପର୍ଯ୍ୟନ୍ତ ସଫଳ ନ ହୁଏ ସେ ପର୍ଯ୍ୟନ୍ତ ସେମାନେ ଯେପରି ତାହାର ଅଭିପ୍ରାୟ ସିଦ୍ଧ କରନ୍ତି ଓ ଏକ ମନା ହୋଇ ଆପଣ ମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତି। ତ ସମଗ୍ର ପୃଥିବୀରେ
ସମଗ୍ର ରାଜା ମାନେ ପଶୁକୁ ରାଜ୍ୟ କଣ କରୁଛନ୍ତି ପଶୁକୁ ରାଜ୍ୟ ସମର୍ପଣ କରୁଛନ୍ତି, କ୍ଷମତା ସମର୍ପଣ କରୁଛନ୍ତି, ଶକ୍ତି ସମର୍ପଣ କରୁଛନ୍ତି। ଏଥି ନିମନ୍ତେ ଈଶ୍ୱର ସେମାନଙ୍କ ମନରେ ପ୍ରବୃତ୍ତି ଦେଲେ। ପରମେଶ୍ୱର ସେମାନଙ୍କୁ ଯେହେତୁ ସେମାନେ ସତ୍ୟ ପ୍ରତି ସତ୍ୟକୁ ଗ୍ରହଣ କରିନାହାନ୍ତି, ସେମାନେ 3 ଜଣ ଦୂତ ଉଡି ଉଡି ପ୍ରଚାର କରିବେ ଅନନ୍ତକାଳୀନ ସୁସମାଚାର, ସେମାନଙ୍କ ସୁସମାଚାରକୁ ଗ୍ରହଣ କରିବେ ନାହିଁ। ଈଶ୍ୱର ଦଉଥିବା ମୁଦ୍ରାଙ୍କକୁ ସେମାନେ ଗ୍ରହଣ କରିବେ ନାହିଁ, ସେମାନେ ପଶୁର ଚିହ୍ନକୁ ଗ୍ରହଣ କରିବେ। ଆଉ ସେଥିପାଇଁ ସେମାନଙ୍କୁ ପ୍ରଭୁ ଲେଖାଯାଏ, ସେମାନଙ୍କୁ ପରମେଶ୍ୱର ସେମାନଙ୍କ ମନରେ ପ୍ରବୃତ୍ତି ଦେବେ ଯେ ସେମାନେ ଭଣ୍ଡ ଖ୍ରୀଷ୍ଟକୁ ସପୋର୍ଟ କରିବେ, ସେମାନେ ଭଣ୍ଡ ଭାବବାଦୀକୁ ସପୋର୍ଟ କରିବେ। ଭଣ୍ଡ ଖ୍ରୀଷ୍ଟ ଭଣ୍ଡ ଭାବବାଦୀକୁ ଆପଣ ଶକ୍ତି କ୍ଷମତା ପରାକ୍ରମ ସମର୍ପଣ କରିବେ, ଆପଣ ରାଜ୍ୟ ସମର୍ପଣ କରିବେ, ଆପଣ ପାୱାର ସମର୍ପଣ କରିବେ, ସୈନ୍ୟ ଦଳ ସମର୍ପଣ କରିବେ, ନ୍ୟୁକ୍ଲିୟର ୱେପନ ସମର୍ପଣ କରିବେ ସେ ମହାଦିନର ଯୁଦ୍ଧ ନିମନ୍ତେ। ତାପରେ ଶେଷ ପଦ ପଢି ସମାପ୍ତ କରିବା 18 ପଦ। ଆଉ ଯେଉଁ ସ୍ତ୍ରୀ ଲୋକକୁ ଦେଖିଲ ସେ ପୃଥିବୀର ରାଜା ମାନଙ୍କ ଉପରେ ରାଜତ୍ୱ କରୁଥିବା ମହାନଗରୀକୁ ବୁଝାଏ। ତେବେ ଏଠି ଆମେ ଦେଖିପାରୁଛୁ ତ ସମଗ୍ର ପୃଥିବୀ ଉପରେ ସେତେବେଳେ ଗୋଟେ ମହାନଗରୀ ରାଜତ୍ୱ କରିବ। ଆଉ ତାହା ହଉଛି ସେ ମହାନଗରୀ ହଉଛି ଦ ମଡର୍ନ ଡେ ଇରାକ, ଗ୍ରେଟ ବାବିଲୋନ, ରହସ୍ୟ ବାବିଲୋନ। ସମଗ୍ର ପୃଥିବୀକୁ ସେ ରାଜତ୍ୱ କରିବ। ଆଉ ସେ ଜେରୁସାଲେମରୁ ତାର ରାଜତ୍ୱ ଆରମ୍ଭ ହବ, ଭଣ୍ଡ ଖ୍ରୀଷ୍ଟର ରାଜତ୍ୱ ସେ ମହାକ୍ଲେଶ ସମୟରେ। ଆଉ 3 ବର୍ଷ 6 ମାସ ମାନେ ପାଖାପାଖି 7 ବର୍ଷ ପର୍ଯ୍ୟନ୍ତ ସେ ରାଜତ୍ୱ କରିବ, ଶାସନ କରିବ। ତେବେ ମୋ ପ୍ରିୟ ମାନେ ଆଜି ଆମର ଏଇ ସପ୍ତମ ପାତ୍ରର ପ୍ରଥମ ଭାଗ ସମାପ୍ତ ହେଇଛି। ସପ୍ତମ ପାତ୍ର ଯୋଉ ଢଳା ଗଲା ଆଉ ତାର ଯୋଉ ବର୍ଣ୍ଣନାତ୍ମକ ଚାପ୍ଟରର 17 ପର୍ବ ର ପ୍ରଥମ ଭାଗ ସମାପ୍ତ ହେଇଛି, କାଲିକୁ ଦ୍ୱିତୀୟ ଭାଗ ହବ। ଆଉ ସେ ସପ୍ତମ ପାତ୍ର ଢଳା ଗଲେ ସମଗ୍ର ପୃଥିବୀରେ କି ପ୍ରକାର ପରମେଶ୍ୱରଙ୍କ ଦଣ୍ଡ କ୍ଲେଶ ବର୍ତ୍ତିବ ତାହା ଆଜି ଆମେ ଦେଖିଗଲୁ। କିନ୍ତୁ ସେ ସପ୍ତମ ପାତ୍ର ଢଳା ଗଲା ବେଳେ କେବଳ ଲିଟରାଲ ବାବିଲୋନ ଉପରେ ଯୋଉ ପ୍ରକାର କ୍ଲେଶ ଘଟିବ ତାହା 18 ପର୍ବରେ ବର୍ଣ୍ଣନା ହେଇଛି। ଲିଟରାଲ ବାବିଲୋନ ବୋଲି କହିଲେ ମଡର୍ନ ଡେ ଇରାକ। ଆଉ ସେ ଉପରେ ପରମେଶ୍ୱରଙ୍କର କି ପ୍ରକାର କ୍ରୋଧ ବର୍ତ୍ତିବ ସପ୍ତମ ପାତ୍ର ଢଳା ଗଲେ ତାହାର ବର୍ଣ୍ଣନା 18 ପର୍ବରେ ଲେଖା ହେଇଛି। ଆଉ ତାହା ଆମେ କାଲିକୁ ବିସ୍ତୀର୍ଣ୍ଣ ଭାବେ ଆଲୋଚନା କରିବା। ଆସନ୍ତୁ ଆମେ ଶେଷ ପ୍ରାର୍ଥନା କରି ଆମେ ବିଦାୟ ନେବା, ଆଉ କାଲିକୁ ଆମେ ତାହା ବର୍ଣ୍ଣନା କରିବା। ଆଉ ଏତେବେଳେ ଆମେ ଶେଷ ପ୍ରାର୍ଥନା କରିବା। ଆଉ ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସ ତପନ ତୁରୁକ ଭାଇ ଅଛନ୍ତି, ମୁଁ ତାଙ୍କୁ ଅନୁରୋଧ କରିବି ସଂକ୍ଷିପ୍ତ ପ୍ରାର୍ଥନାରେ ସେ ଆମମାନଙ୍କୁ ସାହାଯ୍ୟ କରିବେ। Thank you, Lord Jesus. Hallelujah. ତପନ ଭାଇ ଅଛନ୍ତି କି ଲାଇନରେ?